ଏଇଟା ହେଲା ଚଳୁ। ଆମେ କହି ଦଉଛେ ଆଜିକାଲି ତାକୁ ଚଳୁ, ସେଟା ଚଳୁ ତାକୁ ନୁହଁ। ମାନେ ନୈବେଦ୍ୟ ଆମେ ଯୋଉ କରିବା ସେଇ ଯୋଉ କଥାଟା ତାକୁ ଚଳୁ ଆକ୍ଚୁଆଲି କୁହାଯାଏ। ପଶୁପତିଙ୍କର ଆମକୁ ମିଳିଛି, ମାଛର ବିଭିନ୍ନ ପ୍ରକାରର ମୁଦ୍ରା ମିଳିଛି, ତ ଆମେ କୋଉ କୋଉ ପ୍ରକାରର ମାଛ ଖାଉଥିଲୁ, ତାର କ'ଣ ଚାଷ କରୁଥିଲୁ, ଏସବୁ ଜିନିଷ ମିଳିଛି। ଧୀରେ ଧୀରେ ସେଇ ଜିନିଷଟାକୁ ଆମେ ବେଦରେ ଦେଖିଲୁ। ଆରିସାକୁ ନା ବହୁତ ଜାଗାରେ ଆମେ ପାଇଛୁ। ମାନେ ଆରିସାର ସଂସ୍କୃତ ନାଁ ହଉଛି ଅଧିରସମ। ଖାଲି ଓଡ଼ିଶାରେ ସେ ଜିନିଷଟା ନାହିଁ। ଯେମିତି ବର୍ତ୍ତମାନ କଥା ଉଠିଥିଲା ନା ଆମର ଖଜା ଉପରେ, ଖଜାଟା ଓଡ଼ିଶାର କି ବିହାରର କି କୋଉ ପିରିୟଡରୁ ଆସିଛି କ'ଣ। ଖଜା ଆମେ ପୁରା କାକିନାଡା ପର୍ଯ୍ୟନ୍ତ ବି, ମାନେ ସାଉଥ ଡାଉନ୍ ସାଉଥ ବି ଆମେ ପାଇଛୁ। କେରଳରେ ବି ଖଜା ଅଛି, ନାଁ ସବୁ ଅଲଗା ଅଲଗା ଅଛି। ଦେନ୍ ତାପରେ ଅନୁକଳ୍ପ ବି ବର୍ଣ୍ଣନା କରାଯାଇଛି। ଜଗନ୍ନାଥ ମନ୍ଦିରରେ ତ ଆଜି ବି ବଳି ଦିଆଯାଉଛି। ଆମେ ଯଦି ଦେଖିଥିବା ଅନୁକଳ୍ପ କଥା କୁହାହେଇ, ଆମର ସିଦ୍ଧାର୍ଥ ଭାଇ କହିଥିଲେ, ତା ଦେହରେ ଅଦା ପାଚେଡି କଥା କହିଥିଲେ। ଅଦା ପାଚେଡି ଆଜି ବି ଭୋଗ ଲାଗୁଛି ଜଗନ୍ନାଥଙ୍କୁ, ମାନେ କୋଠ ଭୋଗରେ ସକାଳେ। ଓମ୍ ୟନ୍ତୁ ନଦୟ ବର୍ଷନ୍ତୁ ପର୍ଜନ୍ୟଃ ସୁପ୍ପିପଲା ଔଷଧୟ ଭବନ୍ତୁ ଅନ୍ନବତାମ୍ ଓଦନବତାମ୍ ଆମିକ୍ଷବତମ୍ ଏଷ ରାଜା ଭୂୟାସମ୍। ତା ଦେହରେ ଆମେ ଠାକୁରଙ୍କୁ କ'ଣ ମାଗୁଛୁ, ଯୋଉ କୁହାଯାଏ କି କୁଡ଼ୁଆ ଉପରେ କୁଡ଼ୁଆ ରଖିକିରି ମାନେ ହୁଏ, ଉପର କୁଡ଼ୁଆଟା ସଦାବେଳେ ଆଗ ହେଇଯାଏ, ତଳ କୁଡ଼ୁଆଟା ଶେଷରେ ହୁଏ। ଯିଏ ତାକୁ ବର୍ଣ୍ଣନା କଲେ ସିଏ କେତେବେଳେ କହିଲେ କି ମୁଁ ଯୋଉ ଚୁଲିରେ ରଖିଛି ସେ ଚୁଲିଟା କୋଉ ଭଳିଆ, କୁଡ଼ୁଆଟା କୋଉ ଭଳିଆ, କ'ଣ। ଖାଦ୍ୟ ଯେ ଗୋଟେ ସର୍ବନିମ୍ନ ଆବଶ୍ୟକତା, ଏ ବିଷୟରେ ଆମେ ଅନେକ ବାର କଥା ହେଇଛେ। କିନ୍ତୁ ଖାଦ୍ୟର ଯେ ଗୋଟେ ସଂସ୍କୃତି ରହିଛି, ଆମ ବିରାଟ ସନାତନ ସଂସ୍କୃତିରେ ଖାଦ୍ୟକୁ ଭଗବାନଙ୍କ ସହିତ ତୁଳନା କରାଯାଇଛି, ଅନ୍ନକୁ ବ୍ରହ୍ମ ବୋଲି କୁହାଯାଏ। ସେଇ ବିଷୟରେ ଆଲୋଚନା ହେବାର ଆବଶ୍ୟକତା ରହିଥିଲା ଏବଂ ଆମେ ଠିକ୍ ସେଇ ବିଷୟରେ ଆଲୋଚନା କରିଛୁ। ଖାଦ୍ୟର ଦର୍ଶନ ବିଷୟରେ, ଖାଦ୍ୟର ଗ୍ରହଣ ପ୍ରଣାଳୀ ବିଷୟରେ, ସାମାଜିକ ସ୍ତରରେ କିମ୍ବା ଐତିହାସିକ ସ୍ତରରେ ଖାଦ୍ୟର ଗୋଟେ ହିଷ୍ଟୋରିକାଲ ଲେଗାସି ରହିଛି, ସେଇ ବିଷୟରେ ଆଜି ଆମେ କଥା ହେଇଛୁ ଶ୍ଵେତକଙ୍କ ସହିତ, ଯୋଉମାନଙ୍କୁ ଆପଣ ଆଗରୁ ଥରେ ତତ୍ତ୍ୱ ଏପିସୋଡରେ ଦେଖିଥିଲେ। ଆଶା ଏପିସୋଡଟି ଭଲ ଲାଗିବ। ଦୟାକରି ଏପିସୋଡଟି ଏନ୍ଜୟ କରନ୍ତୁ। ଧନ୍ୟବାଦ। ଶ୍ଵେତକ, ପୁଣି ଥରେ କଥାବାର୍ତ୍ତାକୁ ସ୍ୱାଗତ। ଆଜି ଆମେ କଥା ହେବା ଖାଦ୍ୟ ବିଷୟରେ। ନିଶ୍ଚୟ। ଖାଦ୍ୟ କହିଲେ ତମେ କ'ଣ ବୁଝ? ଦେଖନ୍ତୁ, ଆମେ ଯଦି ଟିକେ ଫିଲୋସଫିକାଲି ଯିବା, ଆମ ଶରୀରଟା 5 ପ୍ରକାରର ଲେୟାରରେ ତିଆରି। ଅନ୍ନମୟ, ପ୍ରାଣମୟ, ଦେନ୍ ବିଜ୍ଞାନମୟ, ଦେନ୍ ମନୋମୟ ଆଉ ଆନନ୍ଦମୟ। ବିଜ୍ଞାନମୟଟା ମନୋମୟ ପରେ ଆସିବ, ମନୋମୟ ତା ପୂର୍ବରୁ। ପ୍ରଥମ ଲେୟାରଟା ଯୋଉ କୁହାଗଲା କି ଅନ୍ନମୟ, ସେଇଟା ହିଁ ଗୋଟିଏ ମାତ୍ର ଏଇ 5 ପ୍ରକାରର ଲେୟାର, ଯୋଉ ଆମର 5 ପ୍ରକାର କୋଷ ରହିଲା, ତା ଭିତରୁ ଅନ୍ନମୟ କୋଷଟା ହିଁ ଯୋଉଟା କି ଆମେ ଦେଖିପାରୁଛୁ, ଯୋଉଟା ଫିଜିକାଲି ପ୍ରେଜେଣ୍ଟ। ତା ମାନେ କ'ଣ, ଆମର ରକ୍ତ, ଅସ୍ଥି, ମଜ୍ଜା ଇତ୍ୟାଦି ଯାହା ଯାହା ସବୁ ରହିଲା, ଚର୍ମ ଇତ୍ୟାଦି ଇତ୍ୟାଦି, ଆଉ ତାକୁ ପୋଷଣ ଦେବା ପାଇଁ ଯୋଉ ଜିନିଷଟି ଦରକାର ତାକୁ ହିଁ ଆମେ କହିଲୁ ଅନ୍ନ। ପରବର୍ତ୍ତୀ ସମୟରେ ଆମେ ତାକୁ ଅନ୍ନ ବ୍ୟଞ୍ଜନ ବୋଲି 2 ପ୍ରକାର କରିଦେଲୁ। ମାନେ ଯୋଉଟା ମେନ୍ ଖାଦ୍ୟ ସେଇଟା ହେଲା ଅନ୍ନ। ମାନେ ଭାତ ଡାଲିରେ ଭାତଟା ସଦାବେଳେ ଅନ୍ନ, ଡାଲିଟା ସଦାବେଳେ ବ୍ୟଞ୍ଜନ। ତ ଅନ୍ନ ବ୍ୟଞ୍ଜନ ବୋଲି ଆମେ ତାକୁ କରିଦେଲୁ। କି ପରବର୍ତ୍ତୀ ସମୟରେ ଶାକାନ୍ନ ବୋଲି ବହୁତ ଜଣ କହିଲେ, ଶାଗ ଅନ୍ନ। ତ ଅନ୍ନଟା ହେଲା କି ମୁଖ୍ୟ ଯୋଉ ଜିନିଷଟା, ତାକୁ ନ ଖାଇଲେ ଚଳିବ ନାହିଁ, ଆମ ବଡିକୁ ପୋଷଣ ସେଟା କରିବ। ତ ସେଇ ଜିନିଷଟା ହେଇଗଲା ଅନ୍ନ। ଆଚ୍ଛା, ଆମ ଓଡ଼ିଶାରେ ଆମେ ସାଧାରଣତଃ ଅନ୍ନ ମାନେ ଭାତକୁ କି ଅରୁଆ ଭାତକୁ ବୁଝାଉ। ପ୍ରକୃତ ମିନିଂଟା କ'ଣ ଅନ୍ନର? ଅନ୍ନ ନାଇଁ, ସେ ତ ଗୋଟେ ଲୌକିକ ଜିନିଷ ହେଇଗଲା। ଅନ୍ନ ବେଦକୁ ଆମେ ଯଦି ଦେଖିବା, ବେଦରେ ଆଗରୁ ଧାନ୍ୟ କଥା ପ୍ରଥମେ ଲେଖା ହେଲା। ଆମେ ପୂଜାରେ ବି ଆଜିକାଲି ୟୁଜ କରୁଛୁ ନବଧାନ୍ୟ। ସେଟା କ'ଣ ହେଲା ନା, ଯେତେ ପ୍ରକାରର ଶସ୍ୟ ତାକୁ କୁହାହେଲା ଧାନ୍ୟ। ମାନେ ବାର୍ଲି, ଯଅ ବା ଆମର ଧାନ, ତିଳା ବି ତା ଦେହରେ ଗଲା, ମାନେ ସେସମି ସିଡ୍ସ, ଆମର ରାଶି ଇତ୍ୟାଦି ଇତ୍ୟାଦି ସବୁ ଯାହା ଶସ୍ୟ ଆକାରରେ ଆମକୁ ଆଭେଲେବଲ ହେଲା ଧାନ୍ୟ। ତେଣୁ ଆମେ କହୁ ଧନ ଧାନ୍ୟ ଗୋପଲକ୍ଷ୍ମୀ। ହଁ, ଧନ ଧାନ୍ୟ ଗୋପଲକ୍ଷ୍ମୀ। ତ ତା ଦେହରେ ଧାନରେ ଠାକୁରଙ୍କୁ ଅର୍ଚ୍ଚନା କରିବାର ବିଧି ବ୍ୟବସ୍ଥା ତା ଦେହରେ ଅଛି। ତା ଦେହରୁ ବାହାରିଲା ଯୋଉ ଜିନିଷଟା, ମାନେ ତାର ଡିହସ୍କ ହେଇଗଲା, ତା ଚୋପା ଛାଡିଗଲା, ତା ଦେହରୁ ବାହାରିଲା ଯୋଉଟା, ସେଇଟା ହେଲା ଅନ୍ନ। କିନ୍ତୁ ଆମେ ଯେତେବେଳେ ତାକୁ କୁକ୍ କରିକି ଖାଇଲୁ, ଯେତେବେଳେ ଆମେ ଭାତ ବନେଇଦେଲୁ, ତାର ପ୍ରକୃତରେ ତାକୁ ଅନ୍ନ ନ କହିକି ତାକୁ ଓଦନ ବୋଲି କୁହାଯାଏ। ଯଦିଓ ଋଗ୍ବେଦରେ ଓଦନ ବୋଲି ଗୋଟେ ଡିଶ୍ର ଗୋଟେ ରେସିପି ଅଛି। ମାନେ ସେ ରେସିପିଟାକୁ କୁହାଯାଇଛି କି କେମିତି ତାକୁ ବନେଇବେ।
ବାର୍ଲିରେ ସେତେବେଳେ ଥିଲା, କାରଣ ସେତେବେଳେ ଧାନ୍ୟଟା ଆମର ଧାନ ନୁହଁ, ସେତେବେଳେ ଧାନ୍ୟ ଯୋଉଠି ଲଗାଉଥିଲା ତାମାନେ ବାର୍ଲିଟା ସେତେବେଳେ ଷ୍ଟେପଲ ଥିଲା ଋଗ୍ବେଦିକ ପିରିୟଡ଼ ଭିତରେ। ତ ବାର୍ଲିରେ ତାକୁ କୁଟିକି ତାକୁ ଛାଣିକି ଭାଜିକି ତାପରେ ତାକୁ କୁଟିକି ତାପରେ ତାକୁ ଯେତେବେଳେ ପାଣିରେ ହଉ କି କ୍ଷୀରରେ ହଉ ଆମେ ଯେତେବେଳେ କୁକ୍ କରୁ ମାନେ ସେଟା ଗୋଟେ ପ୍ରକାରର ପୋରିଜ ଭଳିଆ ହେଇଯିବ, ତାକୁ ଓଦନ ବୋଲି କୁହାଯାଉଥିଲା। ସେତେବେଳେ ଖାଇବାର ବିବିଧ ବ୍ୟବସ୍ଥାଟା ସେଇଆ ଥିଲା। ଶସ୍ୟ ଯେତେବେଳେ କ୍ରମ ବିକାଶ କଲା, ବିଭିନ୍ନ ପ୍ରକାରର ଶସ୍ୟ ଆସିଲା, କୋଉଟାକୁ କ୍ଷୀରରେ ନ ଖାଇକି ଦେଖାଗଲା କି ପାଣିରେ କରିକି ଖାଇଲେ ସରଳୀକୃତ ଭାବରେ ଆମ ବଡିଟା ଆବଜର୍ଭ କରିପାରୁଛୁ, କଣ କରୁଛୁ, ଦ୍ୟାଟ୍ ଇଜ ଅ ଲେଟର ପାର୍ଟ ଅଫ୍ ସାଇନ୍ସ। କିନ୍ତୁ ଧାନ୍ୟ ଆଉ ଅନ୍ନ ଓଦନ ଏମିତି ତିନି ଭାଗରେ ତାର ବ୍ୟବସ୍ଥାଟା। ଆଚ୍ଛା, ଏଇଟା ତ ହେଇଗଲା ଗୋଟେ ମାନେ ଷ୍ଟାଣ୍ଡାର୍ଡ ଡେଫିନେସନ ଅଫ ଧାନ୍ୟ, ଅନ୍ନ, ଓଦନ। ଆମେ ତ ଫିଲୋସଫିକୁ ଯିବା, ଆମ ଭାରତୀୟ ଦର୍ଶନ ମାନଙ୍କୁ ଯିବା। ଆମେ ଖାଦ୍ୟଟାକୁ କୋଉ ଭଳିଆ ଭାବେ ଦେଖୁ? ଆମ ପାଇଁ ଖାଦ୍ୟର ପରିଭାଷା କ'ଣ? ଆମେ ତ ପ୍ରଥମରୁ କହିଲେ କି ଗୋଟେ ଆମର ପଞ୍ଚକୋଷୀୟ ଯେହେତୁ ବଡି, ତେଣୁ ଆମେ ତାକୁ ସବୁ କୋଷକୁ ଆମକୁ ପୋଷଣ ଦବାର ଅଛି। ମାନେ ଆମ ମନୋମୟ କୋଷ ପାଇଁ ବି ଆମେ ଭଲ ଭଲ କାମ କେମିତି କରିବା ସୋ ଦ୍ୟାଟ୍ ମନ ଭଲ ରହିବ, ବିଭିନ୍ନ ପ୍ରକାର ବିଦ୍ୟା କେମିତି ଅର୍ଜନ କରିବା ସୋ ଦ୍ୟାଟ୍ ଆମର ବୁଦ୍ଧିଟା ଭଲ ରହିବ, ତେଣୁ ବିଜ୍ଞାନମୟ କୋଷ, ଆଉ ଇଟରନାଲ ଆନନ୍ଦ ଆମେ କେମିତି ପାଇବା, ଆନନ୍ଦ ତା କିନ୍ତୁ ତା ସହିତ କଣ କରାଗଲା ନା, ସବୁ ଗୁଡାକ ପୁଣି ଯେହେତୁ ଗୋଟିଏ ବଡିରେ ଅଛି ପରସ୍ପର ସହିତ କନେକ୍ସନ ବି ଥିବ। ପ୍ରାଣମୟ, ବିଜ୍ଞାନମୟ, ମାନେ ଆନନ୍ଦମୟକୁ ଅନ୍ନମୟ ସହିତ କନେକ୍ଟ କରାଯିବ। ତ ଯଦି ମାନେ ଆମେ ଆଜିକାଲି ଚଳୁ, ଆମେ ଯୋଉମାନେ କରନ୍ତି ସେ ଜାଣିଥିବେ କଣ, ଆମେ ତା ଦେହରେ ପ୍ରାଣାୟାସ ଅପାନାୟାସ କହିକି ପଞ୍ଚୁଗ୍ରାସୀ କରୁ, କାହିଁକିନା 5 ପ୍ରକାରର ପବନ ଆମ ବଡିରେ ଅଛି ଯୋଉମାନେ କି ବିଭିନ୍ନ ବିଭିନ୍ନ ଫଙ୍କସନ୍ସ କରୁଛନ୍ତି। ଯଜୁର୍ବେଦୀୟ ଚଳୁ ନାଇଁ, ଏନି ଚଳୁରେ ଠାକୁରଙ୍କ ଭୋଗରେ ଆମେ ପଞ୍ଚୁଗ୍ରାସୀ କରୁ, ଅଲଗା ଅଲଗା ଡିଫରେଣ୍ଟ ମନ୍ତ୍ରରେ। ପଞ୍ଚୁଗ୍ରାସୀ ପ୍ରାଣାୟାସ ଅପାନାୟାସ ଇତ୍ୟାଦି, ଯୋଉ ପ୍ରାଣ ଅପାନ ବ୍ୟାନ ଉଦାନ ସମାନ, ଏଇ 5 ପ୍ରକାରର ବାୟୁ। ତ ଏମାନେ ହଉଛନ୍ତି ପ୍ରାଣମୟ କୋଷକୁ ଆମେ ସେଠି ପୋଷଣ ଦେଲୁ, ଖାଲି ଖାଇଦେଲୁ ଯେ ହେଇଗଲା ସେମିତି ନୁହଁ। ତାପରେ ମନୋମୟ କୋଷ ସହିତ ତାକୁ କେମିତି ଯୋଡା ହେଲା ନା, ଆମର ଓଡିଆରେ କଥା ଅଛି ଅନ୍ନ ଯେମିତି ମନ ସେମିତି। ଆମେ କୋଉ କ୍ୱାଲିଟି ଅଫ ଖାଇବା ଖାଇଲୁ, ଦ୍ୟାଟ୍ ୱିଲ୍ ଡିପେଣ୍ଡ କି ଆମ ମନଟା କେମିତି ଭଲ ରହିବ ଖରାପ ରହିବ। ତା କାରଣରୁ ବିଭିନ୍ନ ଯୋଗ କ୍ରିୟାରେ ଯୋଉମାନେ ରହିଲେ ସେମାନେ କହିଲେ କି ଆମେ ଧୀରେ ଧୀରେ ମାନେ ଶୁଦ୍ଧ ସାତ୍ଵିକ ଖାଦ୍ୟ ଖାଇବା, ଆମେ ନନଭେଜ ଖାଇବାନି, ଏସବୁ ଜିନିଷ ଧୀରେ ଧୀରେ ଗଲା। କାରଣ ଯୋଉ ଜିନିଷ ହିଂସା ଥ୍ରୁରୁ ହେଇଛି ତାର କିଛି ମାତ୍ରା ହେଲେ ବି ଆମ ଦେହରେ ରହିଯିବ, ଯୋଉଟା କି ଆମର ଅନଡିଜାରେବଲ, ତେଣୁକରି ଆମେ ତାକୁ ଖାଇବା ନାହିଁ। ଏମିତି ହେଇକା ଆନନ୍ଦମୟ କୋଷ ପର୍ଯ୍ୟନ୍ତ ଗଲେ, ଆନନ୍ଦମୟ କୋଷଟାରେ ଆମେ କଣ ଇଟରନାଲ ବ୍ଲିସ୍ ଯୋଉ ଆମେ କରିବା, ସେଇଟା ହଉଛି ବ୍ରହ୍ମଙ୍କ ସହିତ ଯୋଡି ହେଲା। ତେଣୁ ସାଧାରଣ ଖାଇବାକୁ ଆମେ ବ୍ରହ୍ମଙ୍କ ସହିତ ଯୋଡିବା ପାଇଁ ଗୀତାରେ ଗୋଟେ ବଢିଆ ଶ୍ଲୋକ ଆସିଲା ନା, ବ୍ରହ୍ମାର୍ପଣମ୍ ବ୍ରହ୍ମ ହବିର୍ ବ୍ରହ୍ମାଗ୍ନୋ ବ୍ରହ୍ମଣାହୁତମ୍ ବ୍ରହ୍ମୈବ ତେନ ଗନ୍ତବ୍ୟମ୍ ବ୍ରହ୍ମକର୍ମ ସମାଧିନା। ଆମେ କଣ ପାଇଁ କଲୁ ନା, ବ୍ରହ୍ମାର୍ପଣମ୍ ବ୍ରହ୍ମ ହବିର୍, ଏ ଯୋଉ ହବିର୍ ବା ଆମେ ଯୋଉ ଖାଇବାଟା ଖାଇଲୁ, ହବି ତାକୁ କାହିଁ କୁହାହେଲା ନା, ସେଟା ସେଇ ସେମ୍ ଜିନିଷ ଆମେ ପ୍ରଥମେ ଯଜ୍ଞରେ ଦଉଥିଲେ, ତାପରେ ଅବଶିଷ୍ଟକୁ ଆମେ ଖାଉଥିଲେ। ବଳିର କନସେପ୍ଟ ଯାହା କି ଯଜ୍ଞରୁ ଯୋଉଟା ବଳିଗଲା ସେଇ ଜିନିଷଟାକୁ ଆମେ ଖାଉଥିଲେ, ତ ସେଇଟା ଗୋଟେ ହବିର୍ ଭାଗ। ବ୍ରହ୍ମାର୍ପଣମ୍ ବ୍ରହ୍ମ ହବିର୍, ତ ଆମେ ମାନେ ତାକୁ ବ୍ରହ୍ମଙ୍କୁ ପ୍ରଥମେ ଅର୍ପଣ କରିବା। ବ୍ରହ୍ମାଗ୍ନୋ ବ୍ରହ୍ମଣାହୁତମ୍, କିନ୍ତୁ ସେ ବନିଛି ବି କେମିତି ନା, ଯୋଉ ଅଗ୍ନି ବ୍ରହ୍ମସ୍ୱରୂପ ଅଗ୍ନି ତା ଦେହରେ ହିଁ ସେ ବନିଛି। ଅର ଲେଟର ଆଉ ଗୋଟେ କି ଆମେ ଯେତେବେଳେ ତାକୁ ଦଉଛୁ ବି ଅଗ୍ନିରେ, ତ ସେଟା କୋଉ ଅଗ୍ନିରେ ଜଳିକି ବ୍ରହ୍ମଙ୍କ ପାଖକୁ ଯାଉଛି ନା, ବ୍ରହ୍ମ ରୂପକ ଅଗ୍ନିରେ। ବ୍ରହ୍ମାଗ୍ନୋ ବ୍ରହ୍ମଣାହୁତମ୍ ବ୍ରହ୍ମୈବ ତେନ ଗନ୍ତବ୍ୟମ୍, ମାନେ ତାର ଗନ୍ତବ୍ୟଟା କଣ, ଅଲ୍ଟିମେଟ ଗୋଲ ତାର କଣ ନା, ଆମେ ବ୍ରହ୍ମଙ୍କ ପାଖକୁ ତାକୁ ପହଞ୍ଚେଇବା। କଣ ପାଇଁ ନା, ବ୍ରହ୍ମ କର୍ମ ସମାଧିନା, ବ୍ରହ୍ମଙ୍କର କର୍ମ ଯୋଉ ମାନେ ଆମେ ଏଇ ଯୋଉ ଜିନିଷ କଲେ ସବୁ ବ୍ରହ୍ମଙ୍କର କର୍ମ, ବା ଆମେ ବ୍ରହ୍ମଙ୍କ କର୍ମ କରିବା ପାଇଁ ନିଜକୁ ପୋଷଣ କରିକିରି ଭଲ କରିକି ସଦାବେଳେ ରଖିବା, ଯୋଉଟା କି ଅତି ସାଧାରଣ ଭାଷାରେ ପୁଣି ଆମ ଓଡିଆରେ ବା ସଂସ୍କୃତରେ କଣ କହିଦେଲେ ନା, ଶରୀର ମାଧ୍ୟମ ଖଳୁ ଧର୍ମ ସାଧନ। ଏନି ଆମେ ଧର୍ମ କାମ ଇତ୍ୟାଦି କରିବା, ଶରୀରକୁ କେବେ କଷ୍ଟ ଦେବାନି। ଗୀତାରେ ସେ ଜିନିଷ ପୁଣି ରିପିଟ କରିଛନ୍ତି, ଯୋଉ ଅଧ୍ୟାୟରେ କୁହାଯାଇଛି କି ସାତ୍ଵିକ ରାଜସିକ ତାମସିକ ଖାଦ୍ୟ କଣ କଣ, ବା ତପ ବିଷୟରେ କୁହାଯାଇଛି, ସାତ୍ଵିକ ରାଜସିକ ତାମସିକ ତପ କଣ। ଶରୀରକୁ କଷ୍ଟ ଦେଇକିରି ଯୋଉ ତପ କରାଗଲା ସେଇଟା ସାତ୍ଵିକ ତପ ନୁହଁ, ସିଏ ହଉଛି ଗୋଟେ ପ୍ରକାରର ତାମସିକ ତପ। ନିଜ ଶରୀରକୁ ଦେଲେ ତ କଲା ଖରାପ, ଅନ୍ୟ ଶରୀରକୁ ଦବା ଆହୁରି ତାମସିକ। ତେଣୁକରି
आमे शरीरटाକୁ सदाबेले ठीक रखिया तेणु सी कहगला शरीर को कष्टर अर्थ कौन शरीर को कष्ट अर्थ मु एटा दिने शुणुली श्री श्री रविशंकर को जने पचारे कि आम उपवास केमती करवा सी बताऊले कि उपवास गोटे स्पेसिफिक किसी मेथड ना आम कौन नहीं जाइछु कि आम काष्ठा उपवास करू निर्जला निर्जला पानी पीबुनी किछि करिबुनी छेप ढकिबुनी किछि लोकंकर अछि कि कौन ना आम शरीर को कष्ट दबु तेणु आम शरीर को मन पड़ो अच्छा आम यही जिनसटा करुचु बट एट द एंड ऑफ द डे कौन होउची ना आम मन गोटे अभिमान आसी जाउची पानी पीलिनी करदेली मु एमती करली मु एमिति करे मु ओनली फलाहार ओनली पानी पी करे सेटा राजसिक ये को पळेला अगेन सात्विक रे रहिलानी आ कोन कलु ना सेही ऑन द प्रोसेस आम बॉडी टा को कष्ट देलु वेराज श्री श्री रविशंकर कहया कथा कि आमे जेमिति आम बॉडीटा जो जिनसटा को सूट करूची कहार पानी पी की कहार फलाहार करी की किए छेना दही इत्यादि खाई किरी जोटा हमर माने अछि कि आमे सस्य नबानी बट बाकी सब नहीं परिबा सेही वे रे निजे एक्सप्लोर करा जाऊ कि कोटारे आमे सस्टेन करछु मु एबे संध्या हेलानी आज अष्टमी मु उपास रे बसिची मते किछि फील होनी तो थ्रू आउट द डे जदि आमर एनर्जी लेवल टा फ्लक्चुएट करूची ता माने से कथाटा ठीक नाही हम पई आकु जदि आ टिके सिंपलीफाइड रे कहबी जदि तम उपासटा तम जोथि पे उपास करछ सेइथरे बाधा सृष्टि करूछ ताहले से उपासर मूल्य नाही मु वर्तमान यज्ञ रे कि जपरे बसिची एंड भोकटा लागिला आलु खाइबा को मनटा पड़े मुंडो बुलौची हां ता से उपास रो किछि मतलब रहले ठीक आउ पुणी माने फलाहार उपास मध्ये विषय रे मध्ये कहै छी निर्जला सजला फलाहार इत्यादि अनेक प्रकार उपास अछि हम फेरि आसिया मूल कथा को फिलोसफी ऊपर आउ किछि कहबो ना नेक्स्ट पर्याय को जीवा अब तमे कथा छळे रे चळू कथा उठैथिलो चळू विषय रे अनेक भ्रांत धारणा आदि मध्ये रहिछि लोक कथा कथा रे कहि दियंती कि चळू करियला खाइगला इत्यादि चळूटा कोन चळू काहे करा जाय हां चळू शब्दर अर्थ जेमति हमें हस्ते जल चळुकम धृत्वा बोली कह जाय तार अर्थ कोन ना पानी जेतु हम हाथ रे धरुचु ताकू कह जाय चळू माने हमें एमति जो एक्ट रे धरु गंडुसरे चळू हां गंडुस माने गाईर कान जेति अमाउंट सेति तो सेही आकार हमें कर देलु एईटा हला चळू हमें कहि दउ जे आजिकल ताकू चळू सेटा चळू ताकू नुआ माने नैवेद्य आमे जो करिया से जो कथाटा ताकू चळू एक्चुअली कह जायनी पानी हमें हाथ रे धरलु एली से क्रियाटा चळू कहला तो हमर व्यवस्थाटा अछि कि हमें खाई बसवा पूर्वरु विभिन्न वेद अनुसार जो माने द्विजातिर द्विज जो माने जो मानकर उपनयन संस्कार सरी से माने स्पेसिफिक किछि देवतांकु तांको खाइबारु भाग देई सारी तापर से माने खाइबा ग्रहण करिवे जदियो ता पूर्व गोटे एलाबोरेट प्रोसेस ऑलरेडी अछि जोटा कि हमर पंच माने यज्ञ डेली हम जो पंच यज्ञ करू ता भितरे जोटा रहिला माने अतिथि यज्ञ रे हमें खाया को देलु कि ता पूर्व पितृ यज्ञ देव यज्ञ रे भी हमें ठाकुर को पूजा करिया रे भी खाया को देलु नृ यज्ञ ता अतिथि यज्ञ रे गला ता दरे हमें किछि पोर्शन घरे रखिलु सदाळे खाया को अतिथि मानंगु घर कि गोटे 9 जणे कि आसी छि आगंतुक तांको दवा पई पितृ यज्ञ रे हमें कोन कलु ना बळी वैष्णदेव को केन दी पार्ट रे विभक्त कराला वैष्णदेव रे हमें कोन कलु ना पितृ मानंगु विभिन्न प्रकार पितृ मानंगु घर काटिकी ता धरे दिया हबो सेठी गोटे छोट अग्निटे जळिबो जोटा कि यज्ञ रो अग्नि भलिया ही बट हमें सेठी यज्ञ कुंड नथिबो किछि नै ता धरे दबा तो हमें डेली यज्ञटा करिया तापर खाइबा आ गोटे होछि हमें काहा को देलु ना बायोसेभ्य स्वाहा इत्यादि इत्यादि जोटा शेष रे तीन भाग हम कलु ताकू ना हमें देलु कुकुर को हमें देलु कुआ को आमे देलु बायस माने जो माने माने दाह संस्कार इत्यादि करंती से मानु काहे कि ना फिलोसॉफिकली तार अर्थ हमें या कर देलु कि से माने होचंती हम माने समाज रो एई सबु माने वर्गर पक्षी वर्ग पशु वर्ग मनुष्य वर्गर सबडु तळ स्तर रो माने काम गुडा करंती तार तळ स्तर रो काम रो अर्थ कोन ना माने गोटे बॉडीटा बा गोटे जिनस डिके होची
सी ताकू केमती माने बहुत सेफली सेटा माने रोग इत्यादि सृष्टि करेबनी आ से ताकू डिस्पोज ऑफ करिवे सेटा तांको काम तेणु या पई आमे प्रत्येक दिन जे आमे तांको सेही मानंग सब कारण पई जे आमे सुस्थ जीवन यापन करू तेणु आमे प्रथम तांको खायको दबा से मान ठीक ठाक अछन नै समाज रे देखिबा तापर आमे खाइबा तो खाइबाटा को पुणी सेठी फिलोसफी सहित जोड़ा आमे जोड़ी देलु तो बाकी समय तो ठाकुर पूजा रे आमे नैवेद्य कलु तादर तो विभिन्न प्रक्रिया को नै कि ठाकुर को दिया होला तापर तो अल्टीमेटली ताको आमे भी बांटी की खाइबा चळु कर्म करी की कारण माने वर्षा कथा जते बेले कुहाई छी अगेन गीता रे कि आमे देवता मानन पूजा करिया कम पे देवता माने पूजा वर्षा देबे वर्षा द्वारा अन्न हबो अन्न रे आमे पुणी यज्ञ ही करी कि देवता को ही हविर्भाव आमे दबा तो गोटे साइकिल ले चलियो तो देवतांगर अर्थ कोन सेया जिंस कि आमे ताकू निजे एका खाइबानी कारण एका जोटी खाउछे सेठी कुहाला कि दैट्स ए चौर्य वृत्ति एका आमे खाइ परिबा नै तो प्रश्नटी थिला आमे चळु काहे करिया उचित तबे तुम कहिदेल कि पूर्वरु माने जहाँ भी जार जो वेद अनुसार देवता मान को अर्पण करिके चलो मते आउ गोटे सिग्निफिकेंस भल लागे कि तमे खाइबाट को अमृत मने करी कि अमृत रे परिणत करे कि खाउछ सेई जो फीलटा कि से जो मन तत्वटा सेटा भी बहुत गुडे माने से खाइबार किछि ये थिले भी खराब थिले भी ता कलुषित करेबो नाही गोटे श्लोक रे जो कहंती कि अनंग ब्रह्म रसंग विष्णु भोक्ता स्वयं महेश्वरं एवं ज्ञाता तुए धात्वा अन्न दोष न लिप्यते एटा चळुर तो चळु भीतर श्लोक नुहे तथापि ता एसेंस टा को बुझेबा पे कि से अन्न निजे ब्रह्मा तार भीतर थिवा रस ऊर्जाटा हेले विष्णु खाउ जे भोक्ता जे ग्रास करूची आमे डिस्ट्रक्शन रो देवता महेश्वर एटा जानी कि तू तले साकू सेही सैक्रेडनेस सहित खाउछु से दोष भी लागिवो नाही जदी से गुडे माने श्लोक अछि श्लोक गुडा को माने आमे जो माने चळु न करि परिबे तांको पई भी एगुडा सब कराई जे आ गुटे अछि हरिर दाता हरिर भोक्ता हरिर अन्नम प्रजापति हरि सर्व शरीरस्थ भुक्ते भोजयते हरि माने हरि ही समस्त देह रे रही किरी हरि ही अन्न से भुक्ते भोजयते माने से खाया को दौ भी चंदी आ निजे भी खाउचंदी तण आमे कोन कर दोचे ना माने रिचुअलिस्टिक जते बेले कर दोचे खाइबाटा को तार अशुद्धिता को मन रो पळौची बा आमे कॉन्शियस हो जाउचे कि आमे किछि भूल जिंस खाउने तो जो जोटा आमे डेली डेली प्रैक्टिस करे डेली आमे भाबिया ठाकुर को देई खाइबा आमे केते बेले अशुद्ध खाइबा कि तापर धीरे धीरे बंद हे जिवो करी करी तो वेदर भी विभिन्न प्रकार माने सुक्त गुडा को मझरे मझरे नियाला शांति पाठ रे जेमति हमर अछि सहना भवतु सहनो भुनक्तु सेरा गोटे अति पॉपुलर तो मास गैदरिंग खाइला बेले मिसी की खाइबा मिसी की ता माने एका आमे केते बेले चाणक्य कहले चतु शिक्षित कुक्कुटात कुकुडाठू कोन चारटा जिंस शिखिया ना भोजन सदाळे परिवार सहित मिसी करियो ता भितर गोटे तार अछि चाणक्य नीति तेणु भोजन टाक सदा कहला कि मिसिकी समस्ते करियो माने एका केते खाइबनी तार अर्थ है देकी खाइबा अच्छा एटा तो हला खाइबार तत्व विषय खाइबार दर्शन विषय आम यदि खाइबार विभिन्न रेफरेंस विषय कथा हवा वेदोक्त रेफरेंस नुहे जदि प्रीवैदिक टाइम को भी जीवा हरप्पन सिविलाइजेशन इत्यादि आमर तो एबे बहुत इतिहासकार माने कहले आम प्राचीन वैली सिविलाइजेशन इत्यादि मध्य हरप्पा सहित समान किंबा ताठू पुराना तथापि यदि गोटे व्यापक सर्वे को विषय रही दैट इज इंडस वैली सिविलाइजेशन से विषय यदि कथा हवा सेबेठू आरंभ करिकी ता पर क्रमान्वये कोन कोन हमकु रेफरेंस मिले तो आमे जदी प्री वैदिक पीरियड देखिया ता पूर्वर टेक्स्ट तो किछ अवेलेबल नाही तो टेक्सचुअल रेफरेंस नाही सेथरे कोन ना जोडा उत्खनन रु बाहरी छि से सब रेफरेंसेस अछि को जगह रे राशि पोडा राशि बाहरी छि विभिन्न प्रकार रो पोडा शस्य बाहरी छि आमे सेतेळु पाइचे कि आमे रसुण गार्लिक एंड टर्मरिक जिंजर ये सब को आमे एज मसला फ्लेवरिंग एजेंट आमे यूज करूथिले तो आमे जो भाबी दोचे कि बहुत पूर्वरु पोडा मांस खाई मनुष्य बंची जाउथला माने सभ्यता हैला बेलु को आमे एई सब खाइबा डायरेक्शन रे भी हेई सारलुनी पशुपतिंगर हमकु मिलिची माछर विभिन्न प्रकार रो मुद्रा मिलिची तो आमे को प्रकार रो माछ खाउथुलु तार कोन चाष करथुलु ए सब जिंस मिलिची धीरे धीरे से जिंसडा को आमे वेद रे देखिलु कि कोन ना वेद रे घियो को कराई छि प्रेज 187th आई गेस ऋग्वेद रे प्रथम करी
ଆମେ ଘିଅକୁ ନିଜ ଚକ୍ଷୁ ସହିତ ତୁଳନା କରାଯାଇଛି ପ୍ୟୁରିଟି ବୋଲି ପ୍ରେଜ୍ କରୁ, କାହିଁକିନା ଘିଅଟା ସବୁଠୁ ପିଓରେଷ୍ଟ ଜିନିଷ। କିନ୍ତୁ ସେତେବେଳକୁ ତିଳା ମିଳିଛି ମାନେ ରାଶି ମିଳିଛି ମାନେ ରାଶିର ତେଲ ବି ବାହାର କରିବା ଜଣା ଥିବ, ବଟ୍ ସେ କହିଲେ କି କଣ ନା ମାନେ ସବୁଠୁ ସୁପିରିୟର କଣ ନା ଘିଅ। ସେ ତାକୁ ଆଖି ସହିତ ତୁଳନା କରିଛନ୍ତି, ଦୃଷ୍ଟି ଶକ୍ତି ଭିଜନ ସହିତ ସେ ତାକୁ ତୁଳନା କରିଛନ୍ତି। ତାପରେ ଆମେ ଯେତେବେଳେ ଏଇଟା ତ ଅତି ପପୁଲାର, ଯେତେବେଳେ ଆମେ ଗାଉଛୁ ଶିବଙ୍କ ଅଭିଷେକରେ ଚମକମ ଆମେ ଯେତେବେଳେ ଗାଉଛୁ ତା ଦେହରେ ପୁରା ମାନେ ଆମେ ଲଗାତାର କହୁଛୁ କି ମାସାଶ୍ଚମେ ତିଳାଶ୍ଚମେ ଗୋଧୂମାଶ୍ଚମେ, ଗୋଧୂମ ମାନେ ହଉଛି ଗହମ। ତାମାନେ ସେତେବେଳକୁ କଣ 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 ଶସ୍ୟ ଅଛି ବେଦରେ ସବୁ ଗୁଡାକ ସେଥିରେ ଆସୁଛି। ସେଟା ଟିକେ ଋଗ୍ବେଦରୁ ଆମେ ଯଜୁର୍ବେଦ ମୁଁ ସେଇଆ କହୁଥିଲି, ଯଜୁର୍ବେଦୀୟ ରେଫରେନ୍ସ ତମେ ଆସିଲାଣି। ତାପରେ ଅଥର୍ବବେଦରେ ତ ଯଜୁର୍ବେଦ ଯଦି ଆମେ କଥା ହଉଛେ, ଯଜୁର୍ବେଦ ଆଉ ଗୋଟେ ବି ବହୁତ କୃଷ୍ଣ ଯଜୁର୍ବେଦରେ ଆଉ ଗୋଟେ ରେଫରେନ୍ସ ମିଳେ, ତୈତ୍ତରୀୟ ଉପନିଷଦ ଗୋଟେ ମାନେ ଗାଇଡ୍ ଟୁ ୟୋର ଲାଇଫ, ହାଉ ଟୁ କଣ୍ଡକ୍ଟ ୟୋର ଲାଇଫ। ସେଥିରେ ଆସେ ଅନ୍ନକୁ ନିନ୍ଦିବା କଥା ନୁହେଁ। ତୈତ୍ତରୀୟ ଉପନିଷଦ ସେଇ ଉପନିଷଦ ଯୋଉଥିରୁ ବହୁତ ଗୁଡେ ବଡ ବଡ ଆମର ଫିଲୋସୋଫିକାଲ ୱାନ୍ ଲାଇନର ଯୋଉ ଥାଏ କି ମାତରୁ ଦେବ ଭବ, ପିତୃ ଦେବ ଭବ, ଅତିଥି ଦେବ ଭବ, ଏଗୁଡା ସବୁ ଆସିଛି। ସେଇଥିରେ ମଧ୍ୟ ଲେଖା ହେଇଛି ଅନ୍ନକୁ ନିନ୍ଦିବା କର୍ତ୍ତବ୍ୟ ନୁହେଁ। ତ ସେଇଟା ବି ଗୋଟେ ଯଜୁର୍ବେଦୀୟ କଣ୍ଟେକ୍ସଟ। ଅଥର୍ବବେଦକୁ ଆସିବା ଯଦି ଅଥର୍ବବେଦରେ ଆମର ରହିଲା ମାନେ ଅଥର୍ବବେଦ ବେଳକୁ ଆମର ବିଭିନ୍ନ ପ୍ରକାରର ଶାସ୍ତ୍ର ବି ସେତେବେଳକୁ ଡେଭଲପ କରିଗଲାଣି। ତ ଆୟୁର୍ବେଦ ଅଥର୍ବବେଦର ଗୋଟେ ପାର୍ଟ। ତ ସେତେବେଳେ ଆମେ ଖାଇବାକୁ ଆହୁରି ବଢେଇ ଦେଲୁଣି କି କେତେ ପ୍ରକାରର ଖାଇବା ରହିଲା, ଚବ୍ୟ, ଚୋଷ୍ୟ, ଲେହ୍ୟ ମାନେ ଆମେ ଚାଟିକି ଖାଇବା, ଚବ୍ୟ ମାନେ ଚୋବେଇକିରି ଖାଇବା, ଶୋଷ୍ୟ ମାନେ ଶୋଷିକିରି ପିଇବା ଖାଇବା। ତ ତା ଉପରକୁ ଆମେ ପଳେଇ ଆସିଲୁଣି। ତ ଆମେ ଯୋଉ କଥା ହେଇଥିଲେ ଯେମିତି ଓଦନ ଯେମିତି ବନା ହେଇଥିଲା, ତାପରେ ବିଭିନ୍ନ ପ୍ରକାରର ପିଷ୍ଟକମ ମାନେ ପିଠା, ଆମର ଅପୁପା, ମୁଁ କହୁଥିଲି କି ଅପୁପା କୁହାଯାଇଛି କି ବାର୍ଲିକୁ ଆମେ ଗୁଣ୍ଡ କରିକି ମିଠା କରିକି ତାକୁ ଛାଣିକିରି ଆମେ କରୁଥିଲେ, ଯେମିତି ଯୋଉଟା କି ସେତେବେଳର କହିବାକୁ ଗଲେ ଗୋଟେ ପ୍ରକାରର ଆମର କଣ ତାକୁ କୁହନ୍ତି, ମାଲପୁଆ ସେତେବେଳର ଯେମିତି ଆମେ ଜଷ୍ଟ ଟିକେ ପୂର୍ବରୁ କଥା ହଉଥିଲେ, ସେ ସିମିଲାର ଷ୍ଟାଇଲ ଅଫ ମାଲପୁଆ ଏବେ ମଧ୍ୟ ପ୍ରିପେୟାର ହଉଛି ପୁରୀ ମନ୍ଦିର ଭିତରେ। ପୁରୀ ମନ୍ଦିରରେ କାରଣ ଆମେ ତାକୁ ଛାଣିକିରି ଆମେ ତାକୁ ପକଉନୁ ଆଉ ଶିରାରେ ଯେମିତି ବାହାରେ ଆମକୁ ମାଲପୁଆ ମିଳୁଛି। ତ ଆମେ ତାକୁ ଚକଟିକି ଛାଣିକିରି ଦଉଛୁ। ତ ତାକୁ ଅମାଲୁ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ କୁହାଯାଉଛି। ତ ପୁରୀ ମନ୍ଦିରରେ ଆମେ ଯଦି କିଛି ଓଲ୍ଡେଷ୍ଟ ମାନେ ଜିନିଷ କହିବା ଯୋଉଟା କି ବେଦିକ ପିରିୟଡ ରୁ ଜିନିଷଟା ଯୋଉଟା କି ସେଠି ଟେକଅପ୍ ହେଇଛି, ବେଦିକ ପିରିୟଡ ରୁ ଚାଲି ନଥିବ ପୁରୀ ମନ୍ଦିର, ଯେତେବେଳେ ବି ତାର ଖାଦ୍ୟ ବ୍ୟବସ୍ଥାଟା କରାଯାଇଛି ସେଇ ଜିନିଷଟା ତା ଦେହରେ ରଖା ହେଇଛି। ତ ଅଲମୋଷ୍ଟ ବେଦରେ ତ ଏଇ ଜିନିଷ ଅଛି। ତାପରେ ତ ଆମେ ଯେତେବେଳେ ଶାସ୍ତ୍ର ଇତ୍ୟାଦିକୁ, ନୀତି ଶାସ୍ତ୍ରରେ ତ ପୁରା ପର୍ଟିକୁଲାରଲି ବହୁତ ଜିନିଷ ତାପରେ ଗହନ ତଥ୍ୟ ହେଇଯାଇଛି କି କେତେବେଳେ ଖାଇବା, କେତେବେଳେ ଖାଇବାନି, କଣ ଖାଇବା, କୋଉ ଜିନିଷ ଖାଇବାନି, କୋଉ ଦିନ ଖାଇବା, ଯୋଉଟା କି ଦିନ ଗୁଡାକ ପୁଣି again ଆମର ସେଟା ଆଷ୍ଟ୍ରୋଲୋଜି ଆଡକୁ ପଳେଇଲା। କୋଉ ଦିନ କୋଉ ସମୟରେ କୋଉ ଜିନିଷଟାକୁ ଖାଇବା, କୋଉଟା ଖାଇବାନି, ଆଷ୍ଟ୍ରୋଲୋଜିକାଲି ଅନୁସାରେ ଆମର ସେତେବେଳେ ଶରୀରରେ କଣ କଣ ବିକାର ହେଇପାରେ, ଗ୍ୟାଷ୍ଟ୍ରିକ ହବ, କଣ ହବ, ତା ରିଲେଟେଡ ମନା କରାଯାଇଛି। ଆମେ ଆଜି ବି ତାକୁ ପାଞ୍ଜିରେ ପାଉଛେ, ଲେଖା ହେଇଛି ଅଲାବୁ ଭକ୍ଷଣ ନିଷେଧ, ମାନେ ଲାଉ ଖାଇବାନି। ତ ଏମିତି ବିଭିନ୍ନ ପ୍ରକାରର ଜିନିଷ ଆମେ ଏବେ ମିଳୁଛି ଇଣ୍ଟରେଷ୍ଟିଂ। ଫୁଡ ରେଫରେନ୍ସରେ ସ୍ପେଶାଲି ଆମେ କଥା ହେଇଗଲେ ବୈଦିକ ପିରିୟଡରୁ, ଏମିତି କିଛି ଶସ୍ୟ କିମ୍ବା ଖାଦ୍ୟ ବିଷୟରେ ମିଳିଛି କି ରେଫରେନ୍ସ ଯୋଉଟା କି ଓଡ଼ିଶାର ନେଟିଭ ଟୁ ଓଡ଼ିଆ ଫୁଡ ଷ୍ଟାଇଲ? ପରବର୍ତ୍ତୀ ସମୟରେ ଆକ୍ଚୁଆଲି ଗୋଟେ ବହି ଅଛି, ବଢିଆ ବହିଟେ, ହିଷ୍ଟୋରିକାଲ ଫୁଡ ଅଫ ଇଣ୍ଡିଆର ଉପରେ କଲେନ ଟେଲର ସେନ ବୋଲି ଜଣେ ଲେଖିଛନ୍ତି ତାକୁ। ତା ଦେହରେ ସେ ଗୋଟେ ରେଫରେନ୍ସ ଦେଇଛନ୍ତି କି ଆମର ହରଡ଼ ଡାଲିଟା ପିଜନ ପି ସେଇଟା ଓଡ଼ିଶାକୁ ବିଲଙ୍ଗ କରେ। ତ ବହୁତ ଗୁଡେ ଜିନିଷର ସେ ଟ୍ରେସ୍ କରି କରି ଯାଇଛନ୍ତି। ତ ବେଦରେ ଲେଖା ହେଇନି କି ହରଡ଼ ଡାଲିଟା ଓଡ଼ିଶାକୁ ବିଲଙ୍ଗ କରେ। ବେଦିକ ଫୁଡରେ ହରଡ଼ ଡାଲିଟା ଥିଲା, ତାର ଆମେ ସୋର୍ସଟା ଅରିଜିନଟା ଖୋଜି ଖୋଜିକି ଯାଇକି ଆମେ ଓଡ଼ିଶାରେ ତାକୁ ଡେଟ୍ କରିପାରୁଛୁ। ସେଇଟା ଗୋଟେ। ପୁଣି ମାଲପୁଆ କଥା ତମେ କହିଲ, ପର୍ଟିକୁଲାର ୱେରେ ଯୋଉଭଳିଆ ହବା କଥା ସେଇଭଳିଆ ହେଇକି, ତ वी कैन से दैट अनदर रेफरेंस। ଆଉ ଗୋଟେ ଲିଙ୍ଗରାଜ ମନ୍ଦିରରେ ଗଣେଶଙ୍କର ସେଇ ରେଫରେନ୍ସ ବିଷୟରେ କହିବ ଯଦି? ହଁ, ମାନେ ସେଇଟା ଯଦିଓ ବେଦିକ ପିରିୟଡରେ ନାହିଁ, ମୁଁ ଯେମିତି କହିଲି କି ଆମକୁ ବହୁତ ଗୁଡେ
ଆମର ଖାଦ୍ୟ ଉପରେ ଶାସ୍ତ୍ର ତ ବହୁତ ଗୁଡେ ଲେଖା ହେଇଛି, ମାନସୋଲ୍ଲାସ ଇତ୍ୟାଦି ବିଭିନ୍ନ ପ୍ରକାରର ଲେଖା ହେଇଛି। ପ୍ରାୟ ରାଜା ମାନଙ୍କ ପାଇଁ ଲେଖା ହଉଥିଲା କି ରାଜା ମାନେ କେମିତି ଚଳିବେ, ତ ତା ଭିତରୁ ଗୋଟେ ଚଳଣୀରେ ତାଙ୍କର ଖାଦ୍ୟଟା ଯେତେବେଳେ ରହୁଥିଲା ସେତେବେଳେ କିଛି ଜଣ ବିଭିନ୍ନ ପ୍ରକାର ରେସିପି, ବିଭିନ୍ନ ପ୍ରକାର ପାତ୍ର କେମିତି ତାକୁ ପ୍ରଡ୍ୟୁସ କରିବାର ଅଛି ସେ ସବୁ ଜିନିଷ ଦଉଥିଲେ। କିନ୍ତୁ ତା ଛଡା ବହୁତ ଜିନିଷ ଆମକୁ, ଯେମିତି କି ଆମେ ଶିକାର କଣ ହଉଥିଲା କଣ ଖାଉଥିଲେ ସେଥିରୁ ଆମେ ପାଉଛେ ଚିତ୍ର ଇଏରୁ, ସେମିତି ଉତ୍ଖନନରୁ ପାଇଲେ, ସେମିତି ବିଭିନ୍ନ ପ୍ରକାରର ମନ୍ଦିର ଗାତ୍ର ଇତ୍ୟାଦିରେ କଣ କଣ ହେଇଛି। ତ ଲିଙ୍ଗରାଜ ମନ୍ଦିରର ମାନେ ଆମର ଓଲ୍ଡେଷ୍ଟ ଟେମ୍ପଲ ବର୍ତ୍ତମାନ ସବୁଠୁ ବଡ ପ୍ରମିନେଣ୍ଟ, ନଟ୍ ଦ ଓଲ୍ଡେଷ୍ଟ, ପ୍ରମିନେଣ୍ଟ ଭିତରେ ମାନେ ଆମେ କହିବାକୁ ଗଲେ କୋଣାର୍କ, ପୁରୀ ଏବଂ ଲିଙ୍ଗରାଜ ଭିତରେ ସବୁଠୁ ପୁରୁଣା ମନ୍ଦିର। ତ ତା ଦେହରେ ଏବେ ବି ଗଲେ ମାନେ ପରିଷ୍କାର ଭାବରେ ଦେଖା ଯାଉଛି କି ମାନେ ଯୋଉଠି ଗଣେଶ ଧରିଛନ୍ତି ଲଡୁଟା, ସେ ଲଡୁଟାରେ ଏମିତି ବିନ୍ଦୁ 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 ହେଇକିରି ଅଛି। ମାନେ ଯୋଉ ମୋତିଚୁର ଲଡୁ, କେଟି ଆଚାର୍ଯ୍ୟ ମାନେ ଭାରତର ଜଣେ କର୍ଣ୍ଣାଟକରେ ଲୋକ, ସିଏ ମାନେ ଲେଖିଛନ୍ତି ସାଇଣ୍ଟିଷ୍ଟ, ଫୁଡ ଉପରେ ସେ ବହୁତ ଜିନିଷ ପ୍ରଡ୍ୟୁସ କରିଛନ୍ତି, ଇଣ୍ଡିଆନ ଫୁଡ ଫିଲୋସଫି, ତାର ହିଷ୍ଟ୍ରି, ତାର ଡିକ୍ସନାରୀ, ବହୁତ ଜିନିଷ ସେ ଡେଭଲପ କରିଛନ୍ତି। ସେ ଗୋଟେ ଏଇ ଜିନିଷଟାକୁ ବହୁତ ଷ୍ଟ୍ରଙ୍ଗଲି କହନ୍ତି କି ମୋତିଚୁର ଲଡୁର ଯଦି କୋଉ ଗୋଟେ ଜାଗାରୁ ଓଲ୍ଡେଷ୍ଟ ଏଭିଡେନ୍ସ ମିଳିଛି ସେଟା ହଉଛି ଲିଙ୍ଗରାଜ ମନ୍ଦିରକୁ ଆମେ କହିପାରିବା। ଆଉ ଗୋଟେ ରେଫରେନ୍ସ ମତେ ଏଠି କହିଦିଏ, ନଟ୍ ମେନ୍ ଲାଇନ୍ ମାନେ ଆସ୍ତିକ ଧାରାର ନୁହେଁ, ବୁଦ୍ଧିଷ୍ଟ ରେଫରେନ୍ସ, ସେଥିରେ ଆସେ ତପସ୍ୱ ଓ ଭଲ୍ଲିକ ବୋଲି ଦୁଇ ଜଣ ଆରିସା ପିଠାର ବେସିକାଲି। ଆରିସାକୁ ନା ବହୁତ ଜାଗାରେ ଆମେ ପାଇଛୁ, ମାନେ ଆରିସାର ସଂସ୍କୃତ ନାଁ ହଉଛି ଅଧିରସମ, ଖାଲି ଓଡିଶାରେ ସେ ଜିନିଷଟା ନାହିଁ। ଯେମିତି ବର୍ତ୍ତମାନ କଥା ଉଠିଥିଲା ନା ଆମର ଖଜା ଉପରେ, ଖଜାଟା ଓଡିଶାର କି ବିହାରର କି କୋଉ ପିରିୟଡ ରୁ ଆସିଛି କଣ, ଖଜା ଆମେ ପୁରା କାକିନାଡା ପର୍ଯ୍ୟନ୍ତ ବି, ମାନେ ସାଉଥ ଡାଉନ ସାଉଥ ବି ଆମେ ପାଇଛୁ, କେରଳରେ ବି ଖଜା ଅଛି, ନାଁ ସବୁ ଅଲଗା ଅଲଗା ଅଛି। ସେମିତି ଆରିସାର ନାଁ ବି ସାଉଥରେ ଅଧିରସମ, ଅଥିରସମ ଆଜିକାଲି ବି ଅଛି। ବିଭିନ୍ନ ପ୍ରକାରର କୃଷ୍ଣ ମନ୍ଦିରରେ ସେଟା ମାନେ ସାଙ୍ଗେ ସାଙ୍ଗେ ପ୍ରିପେୟାର ହେଇକି ଦିଆଯାଉଛି। ଆଉ ଆମର ଆମେ ଯେମିତି ଖାଉଛୁ ଟିକେ ତାଠୁ ଅଲଗା ଆମର ପୁରୀ ମନ୍ଦିରର ସ୍ୱାଦ ଯଦିଓ ସେମ୍, କିନ୍ତୁ ବହୁତ ପତଳା ପତଳା ହେଇକିରି ବନେ। ତ ତପସ୍ୱ ଭଲ୍ଲିକଙ୍କ ସମୟରୁ କୁହାଯାଇଛି। ବୁଦ୍ଧିଷ୍ଟ ଟେକ୍ସଟରେ ବି ବହୁତ ଗୁଡାଏ ଖାଇବା କଥା ଅଛି, ଏଇ ଗୋଟେ ଦିଟା କଥା ନୁହଁ, ଯୋଉଟା କି ଡେ ଟୁ ଡେ ଲାଇଫରେ ଆମେ ଚାଲୁଛେ। ମଧୁବିଷ୍ଟକ ବୋଲି ଲେଖାଇଛି, ଯୋଉଟା ମାନେ ବୁଦ୍ଧଙ୍କୁ ଦେଇଥିଲେ, କାଇଣ୍ଡ ଅଫ ଡ୍ରାଇ ଫ୍ରୁଟ ଭଳିଆ ଧରିକି ଯାଉଥିଲେ। ତ ଦ୍ୟାଟ୍ ମେକ୍ ସେନ୍ସ। ତ ହଁ, ଯୋଉ ମାନେ ପର୍ଟିକୁଲାରଲି ଆମେ ଜିନିଷଟା ଦେଖିବା, ଯୋଉ ଗୁଡାକ ଟିକେ ଡ୍ରାଏଡ ଭର୍ସନରେ ତିଆରି ହଉଥିଲା, ଛଣା ହେଇକି ଡିପ୍ ଫ୍ରାଏ ହେଇକି ରହୁଥିଲା, ଯୋଉଟା କି ତା ମାନେ ତା ଦେହରେ ପାଣି ଅଂଶ କମ, ବହୁତ ଅଧିକ ଦିନ ସେଟା ରହିପାରିବ, ଯୋଉଟା ଆମେ ଶଙ୍ଖୁଡି ଆଉ ଶୁଖିଲା ବୋଲି ଆମେ ଯୋଉଟା କହୁ। ତ ସେଲ୍ଫ ଲାଇଫ ଯୋଉ ଜିନିଷର ଅଧିକ, ସେଇଭଳିଆ କିଛି କିଛି ରେଫରେନ୍ସ ଆଜି ଯାଏଁ ବି ରହିଯାଇଛି। ଏବେ ରିସେଣ୍ଟଲି ଗଙ୍ଗୋର ଗଲା ରାଜସ୍ଥାନରେ, ତାଙ୍କର ଘେୱର ବୋଲି କରନ୍ତି, ତା ନା ଘୃତପୁରିକା ବୋଲି ମିଳେ। ତ ଅବଭିୟସଲି ମାନେ ଟେକ୍ନିକ ସେୟା ନଥିବ, ଏବେ ତ ଟେକ୍ନିକରେ ସେମାନେ ତାକୁ ଥଣ୍ଡା କରିକି ବରଫରେ କରୁଛନ୍ତି, ସେତେବେଳେ ବରଫ କୋଉଠୁ ଥିବ, ବଟ୍ ଆମକୁ ରେଫରେନ୍ସ ବହୁତ ଗୁଡେ ମିଳିଯାଏ। ତ ଏଟା ହେଇଗଲା ଆମେ ଗୋଟେ ଓଭରଅଲ ଖାଦ୍ୟ ବିଷୟରେ କଥା ହେଲେ, ପଳେଇ ଆସିବା ଆମ ଖାଦ୍ୟ ବିଷୟରେ। ଆମେ ତା ପୂର୍ବରୁ ଆମର ଗୋଟିଏ କ୍ୱେଶ୍ଚନ ଥିଲା, ସାତ୍ବିକ, ରାଜସିକ, ତାମସିକ, ଏଇ ତିନି ପ୍ରକାର ଖାଦ୍ୟକୁ କେମିତି ଶ୍ରେଣୀଭୁକ୍ତ କରାଯାଇଛି, କୋଉଟାକୁ ଆମେ ସାତ୍ବିକ ମାନିପାରିବା? ତ ଆମେ ଯଦି ଶ୍ରୀମଦ୍ ଭଗବତ ଗୀତାକୁ ଦେଖିବା, ତା ଦେହରେ ଭଗବାନ ନିଜେ କହୁଛନ୍ତି କୋଉ କୋଉ ଖାଦ୍ୟ ଖାଇଲେ ଆମେ ସାତ୍ବିକ, ଯୋଉଗୁଡାକ ଆମେ ବିନା ହଳଦୀ, ବିନା ମାନେ କମ ଲୁଣ, ବିନା ରାଗ ରେ ଗୋଟେ ବହୁତ ହି ବାଲାନ୍ସଡ ମିଲ୍, ସେ ମିଲ୍ ର ଓନ୍ଲି ଗୋଲ ଆମ ଜିଭକୁ ସିଏ ମାନେ ଏକ୍ସାଇଟେଡ ନ କରେଇକି, ସେ କେବଳ ଆମର ଅନ୍ନମୟ କୋଷକୁ ଯିଏ ପୋଷଣ ଦେଲା, ଯୋଉଟା କି ଆମର ବିଭିନ୍ନ ନିୟମ ଅନୁସାରେ ଆମେ କାର୍ତ୍ତିକ ମାସର ଯୋଉ ହବିଷଟା ଖାଉଛୁ ପ୍ରପରଲି ସେଇ ହବିଷ। ତେଣୁକରି ହିଁ ଆମର ବିଭିନ୍ନ ପ୍ରକାରର, ମାନେ ଖାଲି କାର୍ତ୍ତିକ ମାସ ନୁହଁ, ଯେତେବେଳେ କିଛି ଗୋଟେ ଅନୁଷ୍ଠାନ କରୁଛୁ ହବିଷ ଖାଇକିରି ରହିବୁ, ଯଜ୍ଞ କରିବାର ଅଛି ତାର ଗୋଟେ ଦିନ ପୂର୍ବରୁ ହବିଷ ଆରମ୍ଭ ହବ, ଜଗନ୍ନାଥଙ୍କର ବିଭିନ୍ନ କ୍ରିୟା କରିବା ପୂର୍ବରୁ ଇଭେନ ଦଇତାପତି ମାନେ ବି ହବିଷ ଖାଇକିରି ସେମାନେ ରହିବେ। ଆଚ୍ଛା, ଗୋଟେ ବହୁତ ଇଣ୍ଟରେଷ୍ଟିଂଲି ବହୁତ ଜାଗାରେ ଲୋକ କହନ୍ତି ଜଗନ୍ନାଥ ମନ୍ଦିରରେ ଆମର ଯୋଉ 60 ପଉଟି ଭୋଗ ହୁଏ ସେଟା ସାତ୍ବିକ ଭୋଜନ, କେତେ ସତ କେତେ ମିଛ? ନା ଏଟା ପୁରା ମିଛ। କାହିଁକି? ନିୟମ ଅନୁସାରେ ଯଦି ଆମେ ଯିବା, ଜଗନ୍ନାଥ ନିଜେ ସେଇଠି ରାଜା, ତେଣୁ ତାଙ୍କ ଖାଇବା ରାଜସିକ। କାରଣ କଣ କଣ ପଡୁଛି ଆମେ କହିବା? ହଳଦୀ ପଡିଲା, ତାଙ୍କୁ ଟିକେ ରିଚ୍ ଘିଅ ଫିଅ ଇତ୍ୟାଦିରେ ଛଣାଛଣି ହେଲା, ସେ ସେକୁ ଖାଇଲେ। ତାପରେ ଜଗନ୍ନାଥଙ୍କର ଆମେ ଗୋଟେ ଆକ୍ଚୁଆଲି କିଛି କାଟାଗୋରାଇଜ ଏଥିପାଇଁ କରିପାରିବାନି
କାରଣ ସିଏ ଟିକେ ସୁକୁମାରିଆ ଲୋକ, ତାଙ୍କୁ ଆମେ ଖାଇବାକୁ ଦେବାକୁ ପସନ୍ଦ କରୁ। ତାଙ୍କର ହିଷ୍ଟ୍ରି, ତାଙ୍କର ତ ଟେକ୍ସଟ ଅଛି ପୁରା ଖାଇବା ଉପରେ। ତାଙ୍କର ତ ବ୍ରହ୍ମା ସ୍ୱୟଂ ବର୍ଣ୍ଣନା କରିଛନ୍ତି କି କଣ କଣ ରେସିପି କେମିତି ଆମେ ତାଙ୍କୁ ବନେଇ ଖାଇବାକୁ ଦେବା, କୋଉ କୋଉ ସମୟରେ କଣ କଣ ଦବା। ସ୍କନ୍ଦ ପୁରାଣରେ ଅଛି, ଆମର ଏଥିରେ ବାମଦେବ ସଂହିତାରେ ବି କୋଉଠି କୋଉଠି ଅଛି। ମୁଁ ଯୋଉଟା ପର୍ଟିକୁଲାରଲି କହୁଛି ନୀଳାଦ୍ରି ମହୋଦୟ ଟେକ୍ସଟରେ ଅଛି। ନୀଳାଦ୍ରି ମହୋଦୟ ଟେକ୍ସଟରେ ରାଜା ପଚାରୁଛନ୍ତି ତାଙ୍କୁ କୋଉ କୋଉ ସମୟରେ କଣ ଦବା। ଆମେ ତାପରେ ତା ଉପରେ ଯଦି ହବ ଆଗକୁ ଆସିବା। କିନ୍ତୁ ଜଗନ୍ନାଥଙ୍କ ଏଟାକୁ ଆମେ କ୍ୟାଟାଗୋରାଇଜ କରିପାରିନି, କିନ୍ତୁ ସେ ଯେହେତୁ ରାଜରାଜେଶ୍ୱର ତେଣୁ ରାଜା ଖାଇବା ଖାଆନ୍ତି, ରାଜା ଖାଇବା ରାଜାଙ୍କ ପ୍ୟାଟ୍ରୋନେଜରେ ହେଲା। ଅବଭିୟସଲି ରାଜାଙ୍କ ପାଖକୁ ଯୋଉ ଯୋଉ ବେଷ୍ଟ ଜିନିଷ ଗୁଡାକ ଆସୁଥିବ, ରାଜା ପ୍ରଥମେ ତାକୁ ଅଫର କରୁଥିବେ ଜଗନ୍ନାଥଙ୍କ ପାଖକୁ। ତେଣୁ ବିଭିନ୍ନ ପ୍ରକାରର ରିଜନ। ତାମସିକ ଖାଇବା କହିଲେ କଣ? ତାମସିକ ଖାଇବାଟାକୁ କହିଲା କି ଆଇଁଷ, ଉଚ୍ଛିଷ୍ଟ, ଏଇ ସବୁ ଜିନିଷ ଯୋଉଟା ଅତ୍ୟଧିକ ରାଗ ହବ, ଖଟା ଅତ୍ୟଧିକ, ଫର୍ମେଣ୍ଟେଡ, ଏଇ ସବୁ ଜିନିଷକୁ ତାମସିକ କରିଦିଆଗଲା। ଆମେ ଫୁଡ ହିଷ୍ଟ୍ରି ବିଷୟରେ, ନେଟିଭ ଫୁଡ ହିଷ୍ଟ୍ରି ବିଷୟରେ କଥା ହେବା ପୂର୍ବରୁ ଦ ମୋଷ୍ଟ କଣ୍ଟ୍ରୋଭର୍ସିଆଲ ଟପିକ ଏବେ ଚାଲିଛି, ବଳି ବିଷୟରେ ଲେଖା ହେଇଛି ଆମିଷ ଖାଇବା ଉଚିତ ନା ନାଇଁ, ତା ବିଷୟରେ କଣ ତମ ଟେକ୍? ନାଇଁ, ବଳିରେ ଆଉ ସେ ବଳି ଯଦି ସେ ଜିନିଷଟା ହେଲା ମାନେ ଯଜ୍ଞର ଅବଶିଷ୍ଟ ଯାହା ବଳିଗଲା, ମୁଁ ଆମିଷ ବଳି କଥା କହୁଛି। ନାଇଁ ଯାହା ଯଜ୍ଞର ଅବଶିଷ୍ଟ ବଳିଗଲା, ସେ ଆମିଷ ଯଦି ଯଜ୍ଞରେ ୟୁଜ ହେଇଛି ତାହେଲେ ମାନେ ଯଜ୍ଞ ମାନେ ଏଗେନ୍ ନୁହଁ କି ଦ ଫାୟାର ରିଚୁଆଲ ଓନ୍ଲି। ଆମେ ପଞ୍ଚ ଯଜ୍ଞ କଥା ହେଲେ ନା, କି ପଞ୍ଚ ସୁନା ପାପ ଆମର ଅଛି, ଯୋଉ ମାନେ ଆମେ 5 ପ୍ରକାରର ପାପ ଦିନକୁ କରୁଛେ। ପେଷଣି, ଚୁଲି, ମାର୍ଜନୀ ଇତ୍ୟାଦି, ମାନେ ଆମେ ଯାହା ଚାଲିଲେ, ଚୁଲି ଜଳେଇଲେ, ଓଳେଇଲେ, ତା ଦେହରେ ଯୋଉ ଯୋଉ କୀଟ ପତଙ୍ଗ ଗଲେ ତାଙ୍କ ପାଇଁ ଆମେ ପଞ୍ଚ ଯଜ୍ଞ କଲେ। ତେଣୁ ଯୋଉ ବିଭିନ୍ନ ଯଜ୍ଞର ଅବଶିଷ୍ଟାନ୍ନ ଆମେ ଯଦି ଖାଇଲେ, ସେଟାରେ ଆମିଷତ୍ଵ ହିଁ ନାହିଁ। ତା ଦେହରେ ଆମିଷତ୍ଵଟା ଲୋପ ହେଇଯାଇଛି। ଆମେ ତାକୁ ଏଗେନ୍ ଲୋକଙ୍କ ପର୍ସପେକ୍ଟିଭରେ ଭାବିଲା ବେଳକୁ ଲାଗିବ କି ଅଲ୍ଟିମେଟଲି ତ ହତ୍ୟା, ବଟ୍ ଆମେ ତାକୁ ଆମ ପାଇଁ ହିଁ କରିନୁ କି ଏତିକି ଜଣ ଯଜ୍ଞ କରୁଛନ୍ତି ଆମେ ଏତିକି କିଲୋ କାଟିବା। ଯଜ୍ଞର ଯଦି ବିଧିଟା ସେଇଟା ଅଛି, ଆମେ ସେଇଟା କରିବା। ଦେନ୍ ତାପରେ ଅନୁକଳ୍ପ ବି ବର୍ଣ୍ଣନା କରାଯାଇଛି। ଜଗନ୍ନାଥ ମନ୍ଦିରରେ ତ ଆଜି ବି ବଳି ଦିଆଯାଉଛି। ଆମେ ଯଦି ଦେଖିଥିବା ଅନୁକଳ୍ପ କଥା କୁହାହେଇ, ଆମର ସିଦ୍ଧାର୍ଥ ଭାଇ କହିଥିଲେ, ତା ଦେହରେ ଅଦା ପାଚେଡି କଥା କହିଥିଲେ। ଅଦା ପାଚେଡି ଆଜି ବି ଭୋଗ ଲାଗୁଛି ଜଗନ୍ନାଥଙ୍କୁ, ମାନେ କୋଠ ଭୋଗରେ ସକାଳେ। ତ ଅଦା ପାଚେଡି ସେ କାହିଁ, ଅଦା ପାଚେଡି ମାନେ ଆପଣ ଯଦି ଦେଖିବେ, ଯଦି କିଏ କୋଠ ଭୋଗ ଯୋଉ ଗୋଟେ ପର୍ଟିକୁଲାର ଜାଗାରେ ମିଳେ ସେଠି କିଣିବାକୁ ଯିବେ, ଅଦା ଗୁଡା କଟା ହେଇଥିବ, ଡାହାଣ ପଟରେ ତେନ୍ତୁଳି ମଣ୍ଡ ଦିଆ ହେଇଥିବ, ସରାରେ ଖାଲି ଥୁଆ ହେଇଥିବ, କଟା ଅଦା ତେନ୍ତୁଳି ମଣ୍ଡ। କଣ ସିଏ ଲାଗିବ? ତ ଅବଭିୟସଲି ସେଟା ତ ଖାଇବା ପାଇଁ ମାନେ କାଇଣ୍ଡ ଅଫ ଗୋଟେ ବଳିର ଅନୁକଳ୍ପ ହିଁ ସେଇଟା। ତ ଏଇ ସବୁ ଜିନିଷ ଏବେ ବି ମାନେ ଅଛି, ବଳି ଆଜି ବି ଅଛି। ବଳିର ଯଜ୍ଞର ଅବଶିଷ୍ଟ ଅଂଶ ଆମେ ଖାଇବାଟା ଆଇଁଷ ନୁହଁ। ଯେମିତି ଭାଗବତରେ ନିଜ ପ୍ଲେଜର ପାଇଁ ଆମେ ମାରିକି ଖାଇବା, ପଶୁବଦ୍ଧ ଦୋଷ ଆମକୁ ଲାଗିବ, ଆଇଁଷ ଲାଗିବ। ଯେମିତି ଆମର ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଲେଖି ଦେଇଛନ୍ତି, କେବଳ ଯଜ୍ଞେ ପଶୁବଧ, ଅନ୍ୟତ୍ର ବଧଟି ପ୍ରମାଦ। ଯଦି ନିଜ ଇଚ୍ଛାରେ ନିଜ ଲୋଭ ସମ୍ବରଣ ନ କରିପାରି ଯାଇକି ଚିକେନ ମଟନ ଦବେଇଲ, ସେଇଟା ହୁଏତ ଆଇଁଷ, କିନ୍ତୁ ଯଜ୍ଞରେ ଯାହା ଲାଗିଲା ତାକୁ ତାର ସଂସ୍କାର ହେଇକି ଲାଗିଥାଏ, ତାକୁ ଆମିଷ ପକ୍ଷଭୁକ୍ତ କରାଯିବା ଉଚିତ ନୁହେଁ। ତାପରେ ସବୁ ଯଜ୍ଞରେ ଅଛି ବି କୋଉଠି, ସବୁ ଯଜ୍ଞରେ ପଶୁ ବଳି ନାହିଁ, ଆଉ ସବୁ ଯଜ୍ଞ ସମସ୍ତଙ୍କ କରିବାର ଯୋଗ୍ୟ ନୁହନ୍ତି। ତେଣୁ ପଶୁ ବଳି ଗୋଟେ ଅତି ଲିମିଟେଡ ମାନେ ପାର୍ଟିକୁଲାର ମକାର ପ୍ରୋସେସରେ ପଞ୍ଚମକାରରେ ଯଦି କିଛି କଲା, ପଞ୍ଚମକାର ତ ପରବର୍ତ୍ତୀ ସମୟରେ ତନ୍ତ୍ର ବେଳକୁ ବେଦରେ ଅଛି, ଶିବଲିଙ୍ଗ ଉପରେ ବୃଷଭ ମାଂସରେ, ଯେମିତି ଆମେ ତର୍ପଣ କରା ହୁଏ ମାଂସରେ, ବୃଷଭ ମାଂସରେ ଶିବଲିଙ୍ଗ ଉପରେ କରିବା କଥା ଅଛି। କାପାଳିକ ମାନେ ପରବର୍ତ୍ତୀ ସମୟରେ ତାକୁ କିଛି ବର୍ଷ ଯାଇକି ମାନେ କରୁଥିଲେ ସେମାନେ। ତ ଏସବୁ ଜିନିଷ ତ ସେଇ ସମୟରେ କଣ ଆଭେଲେବୁଲ ଥିଲା, କି ସେ ଯୋଉ ଜିନିଷ ଲେଖା ହେଇଛି ଅଶ୍ୱମେଧ ଇତ୍ୟାଦି ଇତ୍ୟାଦି ଯାହା ଯାହା ଯେମିତି ଲେଖା ହେଇଛି, ତାର ଇଣ୍ଟରପ୍ରିଟେସନ କଣ, ଆମେ ଭାବୁଛେ ଏଇଆ କି ତାର ଇଣ୍ଟରପ୍ରିଟେସନ ମେ ବି ଅଲଗା ଥିବ, ଆକ୍ଚୁଆଲି ମାଂସରେ ହଉନଥିବ, କଣ ଥିବ। ତ ଏଇଠି ଆଉ ଗୋଟେ କଥା ବି କହିବି, ମାନେ ନିଜ ପର୍ସପେକ୍ଟିଭ ଟାକୁ ପକେଇବା କଥା ନୁହେଁ। ମାନେ ଯେମିତି ଆମେ କହୁ, ଶାସ୍ତ୍ର ଜାଣିଥିବା ଲୋକ ମଣିଷ, ମତରେ ମାତୁଥିବା ଲୋକ ବାନର। ତ କୌଣସି ରିଚୁଆଲ୍ସ କୁ, କୌଣସି ଶାସ୍ତ୍ରୋକ୍ତ ଜିନିଷକୁ ଶାସ୍ତ୍ରର ବନ୍ଧନୀରେ, ମାନେ ଆମ
ଷଡ଼ାଙ୍ଗ को ନେଇକି ବେଦ କିମ୍ବା ଅଷ୍ଟାଦଶ ପୁରାଣ को आख्या କରିକି ତମେ ପ୍ରୁଫ୍ କରିପାରିବ ଯଦି ଭୁଲ କି ଠିକ କରିପାରିବ ନିଜର ମତକୁ ଦେଇକି କଲେ ସେଟା ଗୋଟେ କେଉଟିକ ପରିସ୍ଥିତି ସୃଷ୍ଟି କରିବ ଯେତେ ଲୋକ ସେତେ ମତ ହେଇଯିବ ସେମିତି ସମାଜ ଚାଲିପାରିବ ନାହିଁ ଆସିଯିବା ନେଟିଭ ଫୁଡ ହିଷ୍ଟ୍ରିକୁ ଓଡ଼ିଶାର टेम्पल फूड आम जानचे आम माने ठाकुर ये खाती कौटी गाधाती कौटी शुंती कि कौटी जप करती ये खाती सब रिचेस्ट टेम्पल फूड आम समस्ते मानती 60 पौटी भोग कौन कह केबेठू आरंभ कौन कौन रेफरेन्स रही केते यूनिक आम खाइबा केबेठू आरंभ तो पर्टिकुलरली कही हबनी माने भगवान जो प्रतिष्ठित सेठी हेलेनी तांकर पंचोपचार भी जदी मिनिमम नवा तादरे गोटे उपचार खाइबा सेटा तो थिबो सत्य जुगरु किंतु सत्य जुगरु तो जगन्नाथ मंदिर रे वर्तमान जो टेक्स्ट गुडा फॉलो करा होची जोटा कि आमे डेट करि पारछु कि एकादश द्वादश शताब्दी रु सेही टेक्स्ट गुडा करे तो माने माने अति शौखीन जिंस भी मिलिबो आउ नॉर्मल लोकंकर खाइबा जेमति हम तांकर जेमति लेट्स से गोटे एग्जांपल कि साग कथा वर्णना कराई जे आजिकाली मंदिर रो साग माने कोन ना टिके पानी आए कि तादरे मुग टिके पड़ी कि तादरे विभिन्न प्रकार पनिपरिबा किंतु कोठभोगरे बा ठाकुरंकर जो साग आम घरे जो खाऊ साग खरडा सेती नडिया इत्यादि पड़ी कि साग कोसला साग बोली पर्टिकुलरली लिखाई खरडा हो दिया हो टिके जेहेतु से शौखीन लोक तांकर संध्यारे से टिके गरम भात तांकु खाए दबा को मना कराई संध्यार्चने ख्यालित माने धोई हेतिया भात माने पखाळ संध्या बेलू आमे तांकु दबा संध्या और राति रे आजिकल तो दिन रे भी भंड जतले उठुची तादरे भी के लगौचंदी फॉर द सेल किंतु संध्या बेलू दिया जीवो आउ से चावलटा को चावल रे दिया जीवो ना आमर जो अच्छी शरत ऋतु रे जो चावल अमल होतो से चावलर माने तार पखाळ करिकरी तांकु दिया जीवो एना शरत ऋतु रे कहा जाए कि सेतेलु को आकाश रे उदय होंती द स्पेसिफिक शरत ऋतु रे आकाश रे उदय होंती अगस्ती तारा आ तार विभिन्न प्रकार रो इफेक्ट रही पानी उपरे जलाशय इत्यादि मानक उपरे तो सेते बेलू को शस्य मानक उपरे भी आमे शरद पूर्णिमा रे कोन करूना खीरी करिकरी चंद्रंक आलोक तळे रखी तापर खाइबो दो तेनु करी वर्ष जाक ठाकुर संध्या परे जहा खाइबे कारण संध्या परे चंद्र होचंती ये दिनर सूर्य रातिर चंद्र संध्या परे से कोन करिवे खाइबे शरद ऋतु रे अमल होइथिबा जो चावल धान आउ दिन बेला रे सेमती जते बेले धनु मास रे एक्स्ट्रा हो सेते बेले कोन बना गोधूम रे तयारी जते प्रकार रो पिठा आइ परियो गहम पिठा माने गहम रे जते प्रकार रो पिठा आइ परियो काइना गहमटा गोटे शस्य सेटा होची सूर्यंकर शस्य तो बहुत गुडे एस्ट्रोलॉजिकल जिंस भी ठाकुर को दिया जाए जेमिति जते प्रकार रो संक्रांति रहला धनु मुआ तो धनु संक्रांति रे धनु राशि को गले सूर्य बृहस्पति राशि को बृहस्पति जिनसटा से माने आमको अवेलेबल से अनुसार कि जोड़े जिनस बन मकर संक्रांति मकरटा शनिंकर राशि शनि को गले आमे कौन शनिंकर कौन जहाँ जहाँ खाइबा राशि राशि लडू राशि पड़िबो से ये बा शनि महाग्रहंकर जो माने हेल्पफुल ग्रह जेमती कि शुक्र शुक्रंकर होची चावल चावल को आमे चुना करिकी ताको आमे क्षीर रे मिसेकी ता भीतर कदली ता भीतर छेना इत्यादि इत्यादि आमे मिसेकी सब तो सेही अगेन छेना इत्यादि पडला एंड ता भीतर पर्टिकुलरली लिखा है कि सेटा गोटे पर्टिकुलर रिचुअल अति दुखर सहित कहया को चाहूची कि सेते बेले थला कि सुनार गोटे थाली रे गोटे बड़ ये बाउल रे ताकू मकर चावल को मकर यात्रा गोटे बाहर ठाकुर चारिपटे बुलेकी तापर से ठाकुर पाक जीवा आजिकल सुनार थाली रे ठाकुर को भितर जदि भी दि जाउथुबो परसा जाउथुबो किंतु गोटे ओडिसा वाला टिके देखिया बाकी रहला एटा तो सुनार थाली रे ठाकुर खाउथिले मकर चावल सेमती माने स्पेसिफिक भी किछि रिचुअल्स तादर अछि जेमति कि हमर सप्तपुरी अमावास्या रे सप्तपुरी अमावास्या सप्तपुरी ताड़ आसो से महालक्ष्मी इंचार्ज नई से दक्षिण काली माने काली तार इंचार्ज रे सप्तपुरी कौ कौ पुर तादरे दिया जीव अति सुंदर भाव वर्णना कराई
ଡେଲି ରିଚୁଆଲ ତ ବ୍ରହ୍ମା ବର୍ଣ୍ଣନା କରୁଛନ୍ତି। ସକାଳ ମଙ୍ଗଳ ଆଳତୀରେ ସ୍ପେସିଫିକ କିଛିଟା ଜିନିଷ ଅଛି, ତା ଦେହରେ ତାଙ୍କୁ ଲଡୁ କରିକି 100ଟା ଲଡୁ ସେତେବେଳୁ ଭୋଗ ହବ। ଆଜିକାଲି ସେଇଟା ଲୋପ ପାଇଗଲାଣି, ସେଟା ଆଉ ଆଜି ହଉନି। ଲେଖା ହେଇଛି ପ୍ରଥମେ ଯେତେବେଳେ ସେ ଉଠିଲେ ଉଠୁ ଉଠୁ ପ୍ରଥମ ଜିନିଷ ଖାଇବେ। ଦିନକୁ 5 ଥର ମହାପ୍ରଭୁ ଆମର ଖାଇବେ। ଧୂପଟା ଯୋଉଥିରେ କି ଶଙ୍ଖୁଡି ଭୋଗ ହୁଏ, ଲେଖା ହେଇଛି କି ଯେତେ ପ୍ରକାରର ତାଙ୍କ ରିଚୁଆଲ ରହିଲା, ଧୂପ ହଉଛି ତାଙ୍କର ସବୁଠୁ ଫେଭରାଇଟ ଜଗନ୍ନାଥଙ୍କର। କୋଉଠି ତାଙ୍କ ମା କେମିତି ତାକୁ ଖାଇବାକୁ ଦଉଛନ୍ତି, ସେଇ ସମୟରେ ସେଭଳିଆ ଖାଇବାକୁ ଦିଆଯିବ, କୋଉଠି ଅଲଗା ପ୍ରକାରର ଖାଇବାକୁ ଦିଆଯିବ। ମାନେ କିଛି କିଛି ଏତେ ସୌଖିନ ଜିନିଷ ଅଛି, ମାନେ ଆପଣ ବିଶ୍ୱାସ କରିପାରିବେନି। ମୁଁ ତାର ଯଦି ଟିକେ ହବ ପଢିବି ଶ୍ଲୋକ। କୁଷ୍ମାଣ୍ଡଂ ସକଳଂ ଦିବ୍ୟଂ ଚିଞ୍ଜାର ସମସନ୍ନିତଂ ସୀତାୟୁତଂ ଚ ସମ୍ପଚ୍ୟ ନାଳିକେରାର୍ଦ୍ରକୈର୍ଯୁତଂ ଲବଣଂ ଚ ଯଥାଯୋଗ୍ୟଂ ମରିଚିକ୍ଷୋଦ ମିଶ୍ରିତಂ ଆମିକ୍ଷାବଟିକାସ୍ତତ୍ର ଘୃତପକ୍ୱାଶ୍ଚ ନିକ୍ଷିପେତ୍ ଭର୍ଜିତಂ ଜୀରକଂ ତାବତ୍ ଘୃତଂ ତତ୍ର ନିୟୋଜୟେତ୍ ଏତାଦୃଶଂ ଶର୍କରାଖ୍ୟଂ ବ୍ୟଞ୍ଜନଂ ନୃପସତ୍ତମ। ସାକର ଆମେ ଯୋଉ ଖାଉଛେ, ତାର ରେସିପି ବତଉଛନ୍ତି ବ୍ରହ୍ମା। କଣ? କୁଷ୍ମାଣ୍ଡଂ ମାନେ କଖାରୁ, କୁଷ୍ମାଣ୍ଡଂ ସକଳଂ ଦିବ୍ୟଂ, କଖାରୁରେ ଶର୍କରାର ବଡିଟା ବନେ, କାରଣ ମିଠା ମିଠା ହେଇକିରି ରହିବ। ଶର୍କରାରୁ ସାକର ଆସିଛି, ମାନେ ମିଠା ଶର୍କରା ସାକର। ତାକୁ କଣ କରାହବ ନା ସୀତାୟୁତମ୍, ସୀତା ମାନେ ହଉଛି କି ମିଶ୍ରି ଗୁଣ୍ଡ, ତାମାନେ ତାକୁ ମିଠା କରାହେଇକି ଆମେ ତାକୁ ଭାଜିବା। ସମ୍ପଚ୍ୟ କେମିତି ନା ନାରିକେଳ ଆର୍ଦ୍ରକୈର୍ଯୁତଂ, ନାରିକେଳ ମାନେ ନଡିଆ କୋରା ଆଉ ଆର୍ଦ୍ରକ ମାନେ ଅଦା, ଅଦା ଆଉ ନଡିଆ ସହିତ ଆମେ ତାକୁ କରିବା। ତାପରେ କଣ କରିବା ନା ଲବଣଂ ଚ ଯଥାଯୋଗ୍ୟଂ ମରିଚି କ୍ଷୋଧ ମିଶ୍ରିତମ୍, ମରିଚର ଅର୍ଥ ହେଲା ଗୋଲମରିଚ ଆଉ ଲବଣ ଅର୍ଥ ହେଲା ଲୁଣ। ତାପରେ ଆମେ ତାକୁ ସ୍ପାଇସେସ୍ କୁ ଆମେ ଆସିଲେ ଲୁଣ ଏଇଟା ତାକୁ ଦବା। ତାପରେ ଗୋଟେ ଅତି ମାନେ ଗୋଟେ କଣ୍ଟ୍ରୋଭର୍ସିଆଲ କହିପାରେ, ତା ଦେହରୁ ମୁଁ ଏକ୍ସଟେଣ୍ଡ କରିକି ବଟ୍ ତାକୁ ମୁଁ ଇଏ କରିଦେବି। ଆମିକ୍ଷା ବଟିକାସ୍ତତ୍ର ଘୃତପକ୍ୱାଶ୍ଚ ନିକ୍ଷିପେତ୍। ଆମିକ୍ଷାର ଅର୍ଥ ହଉଛି ଛେନା, ଛେନା ବଟିକା, ଛେନା ବଡି ବା ଆମେ ଆଜିକାଲି ଯୋଉଟା କହୁଛୁ ଛଣା ଛେନା। ଘୃତପକ୍ୱ ମାନେ ଘୃତରେ ସେଟା ଛଣା ହେଇଥିବ, ତାକୁ ତା ଦେହରେ ଆମେ ପକେଇବା। କଣ୍ଟ୍ରୋଭର୍ସିଆଲ କାହିଁ କହିଲ? ଆଗକୁ ଆସୁଛି। ଭର୍ଜିତମ୍ ଜୀରକମ୍ ତାବତ୍, ତ ଜିରାକୁ ତାପରେ ଭାଜିକିରି ଘୃତପକ୍ୱଂ ମାନେ ତାବତ୍ ଘୃତମ୍ ତତ୍ର ନିୟୋଜୟେତ୍। ବହୁତ ଜଣ ପଚାରନ୍ତି, ମୁଁ ଏଇଠି କହିଦଉଛି କି ଜିରାକୁ ଆମେ ଛୁଙ୍କ କରିକି ଦିଆଯାଏ ନା ନାଇଁ? ସେଠି ଜିରାକୁ କେତେବେଳେ ବି ଛୁଙ୍କ କରି ଦିଆଯାଏନି। ଗରମ ପରେ ଯଦି ଆଡ୍ ହବା କଥା ସେ ଆଇଟମରେ ଘିଅ ଆଡ୍ ହୁଏ, ଆଉ ଭଜା ଜିରା ଆମର ଦିଆଯାଏ ଶ୍ରୀମନ୍ଦିରରେ। ଜିରାକୁ ଛାଣିକିରି ବା ଛୁଙ୍କ ଦେଇକିରି ଦିଆଯାଏ ନାହିଁ। ତେଣୁ ଏଇଟାରୁ ଆମେ ହିଁ ଜାଣିପାରୁଛେ, ଯୋଉ ତମେ ପଚାରିଲ କି ଏଇଟା ଆମର ଇଏ କି ନାହିଁ, ମାନେ ରାଜସିକ ନା ସାତ୍ବିକ। ରାଜସିକ ହେଲେ ଆମେ ତା ଦେହରେ ମାନେ ଛୁଙ୍କ ବହୁତ ଭଲ ଭାବରେ ଦିଆଯିବ, କିନ୍ତୁ ସେଠି ଟିକେ ସାତ୍ବିକତାଟା ବି ଯେହେତୁ ଅଛି, ତେଣୁ ଆମେ ଛୁଙ୍କଟାକୁ ମାନେ ଆମେ ଭାଜିକିରି ଜିରାକୁ ଦବା। ଏତାଦୃଶଂ ଶର୍କରାଖ୍ୟ ବ୍ୟଞ୍ଜନଂ ଉପସତ୍ତମ। ତ ମୁଁ ଏଠି ଯୋଉ ଆମିକ୍ଷା କଥା କହିଲି, ବହୁତ ଗୁଡାଏ ଜାଗାରେ ଛେନା କଥାଟା ଇଣ୍ଡିଆନ ହିଷ୍ଟ୍ରିରେ ଆମର ଏଟା ବହୁତ ହିଷ୍ଟୋରିଆନ୍ସ କହିଛନ୍ତି କି ପର୍ତ୍ତୁଗୀଜ ମାନେ ତ ଆଣିଛନ୍ତି ଟେକ୍ନିକ, ତା ପୂର୍ବରୁ କାହିଁକି ଲୋକ ଖାଉନଥିଲେ ନା, ମାନେ କୁଆଡେ କୃଷ୍ଣଚନ୍ଦ୍ରଙ୍କୁ ଭାରି ପସନ୍ଦ ଥିଲା କ୍ଷୀର ବୋଲି। କ୍ଷୀର ଯଦି ନର୍ଥ ଇଣ୍ଡିଆରେ ଫାଟିଯିବ ତାହେଲେ ତାକୁ କୁଆଡେ କୁହାଯିବ, ମାନେ ସେଟା ନଟ୍ ଅସ୍ପିସିୟସ୍, ଦେବତାଙ୍କ ପାଇଁ ଉପଯୁକ୍ତ ସେଟା ନୁହଁ। ଆମର ସମ୍ପୂର୍ଣ୍ଣ ଓଲଟା। ଏଇଟା ନୀଳାଦ୍ରି ମହୋଦୟ, ଏଇଟା ନୀଳାଦ୍ରି ମହୋଦୟରୁ ମୁଁ କହିଲି। ନୀଳାଦ୍ରି ମହୋଦୟ 14th-15th ସେଞ୍ଚୁରୀର ଟେକ୍ସଟ, ବର୍ତ୍ତମାନ ମେ ବି 11th ସେଞ୍ଚୁରୀ ହେଇଥାଇ ପାରେ, କାରଣ ସୁତ ସଂହିତାରୁ ସେଟା ଆସିଛି, ଗୋଟେ ସଂହିତାର ଇଏ। ବର୍ତ୍ତମାନର ଟେକ୍ସଟ 14th-15th century or before that, which proves that ଛେନା ଆମର ଏଠି ୟୁଜ ହଉଥିଲା। ଆଣ୍ଡ ଖାଲି ଏତିକି ନୁହଁ, ବହୁତ ଜାଗାରେ ଛେନାକୁ ପୟ ବିକାର ବୋଲି କୁହାଯାଇଛି। ପୟ ମାନେ ହଉଛି କ୍ଷୀର, ପୟ ବିକାର ମାନେ କ୍ଷୀରର ମାନେ ସେଲୁଲାର ଇଏରେ ମାନେ ଡିଷ୍ଟରସନ ଯଦି ଆସିଗଲା, ବିକାର ଆସିଗଲା, ତ ସେଟା କାହିଁକିନା ତାକୁ ସେଟ୍ ହେଇଗଲେ ସେଟା ଦହି ହେଇଗଲା। ଦହି ତ ବେଦରେ ବହୁତ କଥା କୁହାଯାଇଛି। ତେଣୁ ବହୁତ ଜଣ କଣ କହିଲେ ନା,
ଏଇ ଜିନିଷଟା ବୈଦିକ ନୁହଁ, ପରବର୍ତ୍ତୀ ସମୟରେ ହେଇଛି କି ଛେନା ଆମର ନଥିଲା। ଏଗେନ୍ ରଙ୍ଗ। ସ୍କୁଲ ବେଳକୁ ଆମର ପଢା ହଉଥିଲା ଯେତେବେଳେ ଯେମିତି ଆମେ ପ୍ରଥମେ କଥା ହେଲେ କି ଆମର ସହନା ଭବତୁ, ସେମିତି ଯଜୁର୍ବେଦରୁ ଋଗ୍ବେଦରୁ ଗୋଟେ ଜାଗାରୁ ନିଆଯାଇଥିଲା ଆଉ ଗୋଟେ ବର୍ଷ, ତା ଦେହରେ କ'ଣ କୁହାଯାଇଛି, ଓମ୍ ୟନ୍ତୁ ନଦୟୋ ବର୍ଷନ୍ତୁ ପର୍ଜନ୍ୟଃ ସୁପ୍ପିପଲା ଔଷଧୟୋ ଭବନ୍ତୁ ଅନ୍ନବତାମ୍ ଓଦନବତାମ୍ ଆମିକ୍ଷବତମ୍ ଏଷ ରାଜା ଭୂୟାସମ୍। ତା ଦେହରେ ଆମେ ଠାକୁରଙ୍କୁ କ'ଣ ମାଗୁଛୁ, ୟନ୍ତୁ ନଦୟ ବର୍ଷନ୍ତୁ ପର୍ଜନ୍ୟ, ପର୍ଜନ୍ୟ ମାନେ ବର୍ଷା, ବର୍ଷିକିରି ନଦୀ ଗୁଡ଼ା ସଦାବେଳେ ଫୁଲ୍ ପ୍ରବାହିତ ହୁଅନ୍ତୁ। ସୁପ୍ପିପଲା ଔଷଧୟ ଭବନ୍ତୁ, ମାନେ ଔଷଧୟ ମାନେ ଗଛ ମାନେ ସେମାନେ ସବୁ ଫଳ ଦିଅନ୍ତୁ। ଅନ୍ନବତାମ୍ ଓଦନବତାମ୍ ଆମିକ୍ଷବତମ୍ ଏଷ ରାଜା ଭୂୟାସମ୍, ରାଜାମାନଙ୍କୁ ଅନ୍ନ ମାନେ ଶସ୍ୟ, ଓଦନ ମାନେ କୁକ୍ଡ ଖାଇବା, ଆଉ ଆମିକ୍ଷା, ଏଇ ଜାଗାରେ ଆମିକ୍ଷା ଶବ୍ଦଟା ଆସିଛି। ତ ଯଦି ଖାଇବା ଜାଗାଟାରେ ଛେନା କଥାଟା ସେଠି ଉଠିଛି ଆଣ୍ଡ ଆମେ ଅନ୍ନ ଓଦନ ସହିତ ଆମିକ୍ଷାଟାକୁ କହୁଛୁ, ମାନେ ସେଟା ଗୋଟେ ପ୍ରପର ମାନେ କ୍ଷୀରକୁ ଆମେ କେମିତି କଟାଯିବ, କେମିତି ହବ, ସେ ଟେକ୍ନିକ ଆମକୁ ଜଣା ଥିଲା ଋଗ୍ବେଦ ପିରିୟଡରୁ। ଲୋକ ବିଡମାନର ବିଷୟ ଆଜି ମାନେ ପଢି ନାହାନ୍ତି ଅର୍ ଏକ୍ସପ୍ଲୋର କରିନାହାନ୍ତି ଅର୍ କନେକ୍ଟ କରିନାହାନ୍ତି କି ଆଚ୍ଛା ସଂସ୍କୃତରେ ଛେନାର ନାଁ ବି ଆମିକ୍ଷା ଥିବ, ଯୋଉମାନେ କହନ୍ତି କି ପର୍ତ୍ତୁଗୀଜ ଆସିକି ବେଙ୍ଗଲୀ ମାନଙ୍କୁ ଶିଖେଇଲେ। ବୈଦିକ ପିରିୟଡରୁ ନୁହଁ, ପର୍ତ୍ତୁଗୀଜ ଆସିଲା ପରେ ମେନ୍ ଷ୍ଟ୍ରିମ୍ ହେଲା। ନର୍ଥ ଇଣ୍ଡିଆରେ ଖାଆନ୍ତିନି, ଯଦି ଋଗ୍ବେଦରେ ଲେଖା ହେଇଛି ତାହେଲେ 100% ନର୍ଥ ଇଣ୍ଡିଆରେ ଆଗ ଖାଉଥିବେ। କରେକ୍ଟ କରେକ୍ଟ। ଯେହେତୁ ଆମେ ଛେନା କଥା ପଢିଛେ, ଆସିବା ଅଗେନ୍ ଷ୍ଟେପଲ କଣ୍ଟ୍ରୋଭର୍ସିଆଲ ଟପିକ ଅନ୍ ଏନି ଫୁଡ ରିଲେଟେଡ ଶୋ, ଓଡିଆ ଫୁଡ ରିଲେଟେଡ ଶୋ, ରସଗୋଲା। ତ ଆପଣ ଏଠି ତ ଦେଖିଦେଲେ, ମୁଁ ଏଇ ଶ୍ଲୋକରେ ହିଁ କହିଦେଲି କି ଆମିକ୍ଷା ବଟିକା କଥା କୁହାଗଲା, ଛେନାର ବଟିକା। ତ କଣ ମାନେ ଅଛି କି ଆମେ ଛେନାକୁ ଯଦି ଆମେ ବାଇଣ୍ଡ କରିବା ଜାଣିଥିଲୁ, ଟ୍ରିକ୍ ଆମ ପାଖରେ ଥିଲା, ଏଣ୍ଡ ତାପରେ ଆମେ ତାକୁ ଛାଣିକିରି ତରକାରୀରେ ପକଉଥିଲୁ, ଆମେ ଛେନାକୁ ଚକଟିକି ଭୋଗରେ ଅଲଗା ଇଏରେ ଦଉନଥିଲୁ କି ଆମେ ତାକୁ ଖାଲି ପାଣିରେ ଷ୍ଟିମ୍ କରିକି ଆମେ, ଆମ ପାଖରେ ସେ ଟେକ୍ନୋଲୋଜି ନଥିଲା ବୋଲି କିଏ କହିବ? This is 9th 10th century, again 14th century 15th century, I think 16th century was तो ये पड़ा असला हमारा दांडी रामायण, जोतरे पूरा रसगोला वार्ड टा लिखा है चिनाटा। तो अच्छा ये वार्ड कोड वासिला खीरो सागर is this and that। एटा एबेर माने से विभिन्न प्रकार मार्केटिंग स्ट्रेटेजी एबे जेमती हमर गांगुराम गुडाकर एबे चलथिला कि सरपुली मझिरे 2 वर्ष तळे मागिला बेलु से सरपुली कोन करथिले ना एमती गुडे मैदार जो कर देई कि ता मझिरे खुआ आ ये पकेई कि रोल करी ता रखतले कोन ना सरपुली मागिले सेटा को दउतले। सेमती बंगाली मानकर गोटे माने स्ट्रेटजी हे जाईची कि आमे कोन करिवु ना जदी ताकू टिके कैरामेलाइज्ड करिगिरी करिवु, सेटा होची रसगोला नहीं नॉर्मल टा हला रसगोला। आमे ताकू टिके कैरामेलाइज्ड करिगी करिलु, तार कलर चेंज हे गला, माटिया माटिया टिके हे गला, सेटा होची खीर नहीं खीर मोहन। हां खीर मोहन। एंड एक्चुअली एटी गोटे बेसिक फ्लो रहिला दे माने से माने बुझी पालेनी खीर माने ओडिया रे कोन, खीर माने से माने जो से मानकर खीर इट्स लाइक पायस टाइप जिनस, तो से सेटा को भाबुछन एटा पायस टाइप जिनस, बट खीर माने ओडिया रे हां अगेन माने खीर तो हमर शब्द ही नथिला, हमर माने खीर पई पय शब्द यूज हमर आ पय टाकू यूज होतला, माने पयर 3टा पय पानी भी पय अमृत आ पय खीर, माने अमृत सहित खीरटाकू माने करा जाउतला मैच पयर बिन ओडिया रे भी पय पानी अर्थ रे यूज हेची, वैदेशिक भाषा रे करते पय रे खेलित करी बसने पुछि, तो करेक्ट पय आम पई किछि तन करी बहुत गुडे जगह रे इथरे माने पय विकार बोली भी छेनाटा को लिखाई छै। आ गोटे जदी मु पढिबी खीरी जो पचारले पायस कथा, तार भी हमर अछि त्रिभागे पयसी स्निग्धे तंडुळा शर्करा तथा एक भागेन संयोज्य कुर्जात पायसम उत्तमम। एठी लिखा ही गला कि पायसम उत्तमम माने पायस आमे करिया केमिति त्रिभागे पयसी स्निग्धे माने पयसी माने क्षीर रे 3 भाग क्षीर रे, स्निग्ध माने मिठा, आ तंडुळा शर्करा माने तंडुळ माने शस्य आ शर्करा माने चीनी, एक भाग आमे तादरे गले। तापर कोन ततः कर्पूर चूर्णानि सेचयेत घृत संयुते, घिया तापर पड़िबो, तापर कर्पूर पड़िबो,
ତଚ୍ଚନ୍ଦ୍ର ସମତୁଲ୍ୟମ ଦଦ୍ୟାଦ୍ ବିଷ୍ଣବେ ମୁଦା। ଚନ୍ଦ୍ର ଭଳିଆ ନିର୍ମଳ ଧଳା ସେଟା ହେଇଥିବ, ସେଇଟାକୁ ଆମେ ବିଷ୍ଣୁଙ୍କୁ ଦବା। ତ ଆମର କ୍ଷୀରିର ଇଏ ଏଠି ଅଛି। ସାକରର ଆମେ ଶୁଣିଲେ, ଗୋଟେ ବିଭିନ୍ନ ମାନେ ବ୍ୟଞ୍ଜନରେ ଏଇଟା ଯୋଉ ଦେଲ ଶ୍ଲୋକଟା କୋଉଥିର ରେଫରେନ୍ସ? ଏଗୁଡାକ ସବୁ ଗୁଡାକ ଆମର ନୀଳାଦ୍ରି ମହୋଦୟ ଯେହେତୁ ୱେଲ୍ ପ୍ରିଣ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଆଭେଲେବୁଲ ଅଛି, ଲୋକ ଭେରିଫାଏ କରିପାରିବେ। ତାଙ୍କର ମାନେ ତାଙ୍କ ଫଳ ଲେଖା ହେଇଛି, ଫଳ ରସ ଲେଖା ହେଇଛି, ଫଳ ରସ ଛାଡ ଇଏ ଲେଖା ହେଇଛି, ଶେକ୍ କଣ ପିଇବେ ଲେଖା ହେଇଛି ଠାକୁରଙ୍କର, ସବୁ ଅଛି ଇନ୍ ଡିଟେଲ ପୁରା। ମାନେ ସବୁ କହିଲେ ତ ସବୁ ଟୋଟାଲ ବାହାରି ଯିବ। ଗୋଟେ ୱାର୍ଡ ୟାଦରୁ ମୁଁ ଖୋଜୁ ଖୋଜୁକା ଆମର କୁହାଯାଏ କି ରମଠ ବୋଲି ଗୋଟେ ଜାଗାରେ ଲେଖା ହେଇଛି, ଗୋଟେ ତରକାରୀରେ ରମଠ ୟୁଜ ହବ। ରମଠକୁ ଖୋଜୁ ଖୋଜୁ ବାହାରିଲା କି ସେଇଟା ହଉଛି ଆମର ଆସାଫଏଟିଡା, ମାନେ ହେଙ୍ଗୁ ହେଙ୍ଗୁ ହେଙ୍ଗୁକୁ ଲେଖା ହେଇଛି ରମଠ। ତ ପାନର ରେସିପି ଅଛି, ଜାଇଫଳ ଇତ୍ୟାଦି ଇତ୍ୟାଦି କେମିତି କେମିତି କରିକି ଆମେ ପାନ ଦବା ଠାକୁରଙ୍କୁ ଲଗେଇକି। କୋଉଥିରେ ଲୁଣ ପଡିବ କୋଉଥିରେ ଲୁଣ ପଡିବନି, ପୁରା ତାଙ୍କର ଅତି ପର୍ଟିକୁଲାର ଯୋଉଟାକୁ କହନ୍ତି ଲେଖା ହେଇଥିଲା। ଆଜିକାଲି କଣ କେମିତି ମିଳୁଛି, ଆଜିକାଲି ତ ଆଉ ଶାଳି ଅନ୍ନ ବୋଲି ଲେଖା ହେଇଛି, ଯୋଉ ସେଇ ଯୋଉ ଅନ୍ନଟା କଥା ଶରତ ଋତୁର ଶାଳି ତଣ୍ଡୁଳ ତ ଆଜିକାଲି ଆଉ ମିଳୁନି, କେହି କରୁ ବି ନାହାନ୍ତି। ବିଭିନ୍ନ ବିଭିନ୍ନ ସମୟରେ ଆମେ ଯୋଉ ଅଲଗା ଅଲଗା ଶସ୍ୟ କରୁଥିଲୁ କେହି କରୁନାହାନ୍ତି। ଜଗନ୍ନାଥ ସଂସ୍କୃତିକୁ ହିଁ ଆମେ ଖାଲି ଫେରାଇବାକୁ ଟ୍ରାଏ କରିବାନି କି, ଗୁଡେ ମାନେ ଆମ ଜୀବନ ସୁଧୁରିଯିବ, ସମାଜ ଇଏଟା ସୁଧୁରିଯିବ ତା ଦେହରେ। ପୟୋ ବିକାରଂ ନୃପତେ ଶର୍କରା କ୍ଷୋଧ ଜର୍ଜରମ୍ ଏତାଦୃଶଂ ହୃଷିକେଶଂ ନୈବେଦ୍ୟଂ ଚ ସମର୍ପୟେତ୍। ମାନେ ଖାଲି ବି ଆମେ ପୟୋ ବିକାର ମାନେ ଛେନାକୁ ଶର୍କରା କ୍ଷୋଧ ଜର୍ଜରମ୍ ମାନେ ଖାଲି ତାକୁ ଚିନିରେ ଜର୍ଜରିତ କରିକିରି, ବର୍ତ୍ତମାନ ଛେନାକୁ ଚିନିରେ ଜର୍ଜରିତ କରିକିରି ଆମେ ଖାଲି ଏତିକି କହିକିରି ନା ଗୋଟେ ଓପନ ଏଣ୍ଡେଡ୍ ତାକୁ ଛାଡିଦେଲୁ, ମାନେ ଖାଲି ଚିନି ଆଉ ଖାଲି ଛେନାରେ ଆମେ କଣ କରିପାରିବା? ତ ଖାଲି ଚିନି ଖାଲି ଛେନାରେ ଆମେ ରସଗୋଲା କରିପାରିବାନି କି, ଛେନା ଖଇ କରିପାରିବାନି କି, ଖାଲି ଛେନା ଚକଟା ଯୋଉ ଆମେ ଦବା। ତ ଆମର ବହୁତ ଜିନିଷ ମାନେ ମାସ ସମ୍ବନ୍ଧିକମ୍ ପୂପମ୍ କହିକି ଛାଡି ଦେଇଛନ୍ତି। ପୂପ ମାନେ ହଉଛି ଯେମିତି ଅପୁପା ବୋଲି କହିଲି, ପୂପମ୍ ମାନେ ହଉଛି ପିଠା, ମାସ ସମ୍ବନ୍ଧିକମ୍ ମାନେ ବିଭିନ୍ନ ପ୍ରକାରର ବିରିର ପିଠା। ତ ଆମର ପହିଲି ଭୋଗ ଯେତେବେଳେ ଚାଲେ ସେତେବେଳେ ଦହି ବରା ବି ତା ଦେହରେ ହୁଏ। କି ଯଦି ଖାଇନାହାନ୍ତି ଟିକେ ଦେଖନ୍ତୁ, ମାନେ ଅତି ଡିଲିସିୟସ୍ ଦହିବରା ଯଦି କୋଉଠି ଖାଇବାର ଅଛି, ଟିକେ ଟାଇମରେ ଯାଇକି ଆମେ ଯଦି ଖୋଜିବା ମିଳିଯିବ। ଫ୍ରୁଟ ସାଲାଡ ଲୋକ ଭାବିଲେ କି ବହୁତ ପରବର୍ତ୍ତୀ ସମୟରେ ଫଳ କଥା ଠାକୁରଙ୍କ ପାଇଁ ଆସିଲା, ଠାକୁରଙ୍କର ଫଳ ପାଇଁ ଲେଖା ହେଇଛି କି କୋଉ କୋଉ ଫଳ ସେମାନେ ଖାଇପାରିବେ, ଜଗନ୍ନାଥଙ୍କୁ କୋଉ କୋଉ ଫଳ ଦିଆଯାଇ ପାରିବ। ଗୋଟେ ଜାଗାରେ କୁହାଗଲା ପକ୍ୱ ରମ୍ଭା ଫଳାନେଇବ ଚାମ୍ରାଣୀ ପଣସାନିଚ ସାହ୍ୱାନୀ ବିଷ୍ଣୁ ଯୋଗ୍ୟାନୀ କନ୍ଦାନ୍ଦଳାନି ତାନି ବେ। ପକ୍ୱ ରମ୍ଭା ଫଳ, ରମ୍ଭା ମାନେ ଆମର କଦଳୀ, ଚ ଆମ୍ରାଣୀ ମାନେ ଆମ୍ବ, ପଣସାନିଚ ପଣସ, ଆଉ ବିଷ୍ଣୁଙ୍କ ଯୋଗେ କଣ କନ୍ଦାନ୍ଦଳାନି ମାନେ ବିଭିନ୍ନ ପ୍ରକାରର କନ୍ଦମୂଳ ଇତ୍ୟାଦି, କନ୍ଦାନ୍ଦଳାନି, ନାଳିକେଲା ମାନେ ନଡିଆ, ମୁଦ୍ଗାଙ୍କୁର ମୁଗ ଅଙ୍କୁର ଗଜାମୁଗ, ଧୌତ ମୁଦ୍ଗମ ବି ଅଛି, ଖାଲି ଧୁଆ ମୁଗ ଭିଜା ମୁଗ। ତ ବିଭିନ୍ନ ପ୍ରକାରର ଫଳ, ୟା ଛଡା ବି ମାତୁଳଙ୍ଗ ଫଳ କଥା ଲେଖା ହେଇଛି, ମାନେ ସିଟ୍ରସ୍ ଫ୍ରୁଟ, ଆମର ଯୋଉ ଦେଶୀ କମଳା ଯୋଉଟା କହନ୍ତି, ମାନେ କାଗଜ ଲେମ୍ବୁ ନୁହଁ, କମଳା ଟଭା। ତାପରେ ବିଭିନ୍ନ ଫଳର ମାନେ ଜୁସ୍ ଆଉ ଶେକ୍ କରିବା କଥା ତା ଦେହରେ ଲେଖା ହେଇଛି। ଆହୁରି କଣ କୁହାଗଲା ନା ରମ୍ଭା ଫଳାନି ଦଦ୍ୟାନି ପରିପକ୍ୱାନି ବିଷ୍ଣବେ ଅପକ୍ୱଞ୍ଚ ସଦା ଭକ୍ତ୍ୟା ଦଦ୍ୟାଚ ନାରିକେଳକମ୍। ମାନେ ନଡିଆଟାକୁ କୁହାଗଲା କି ଅପକ୍ୱ
ଦିଆଯିବ, ବାକି କୋଉଟା ପକ୍ୱ ଦିଆହବ। ଆମ୍ରଫଳମ୍ ତଥା ଦଦ୍ୟାତ୍ ପକ୍ୱମ୍ ବା ପକ୍ୱମ୍ ଏବ ବା, ମାନେ ଆମ୍ବକୁ କଞ୍ଚା କିମ୍ବା ପାଚିଲା ଆମେ ଦେଇପାରିବା। ପଣସାୟ ମେବଂ ଚ ତଥା ତାଳ ଫଳମ୍ ପୁନଃ, ପଣସ କଥା ଆମେ କହିଥିଲେ, ତାଳ ଫଳ ବି ଆମେ ଦିଆଯାଇପାରିବ। ଦାଡିମ୍ବ ଫଳମ୍ ଆଦେୟମ୍, ଦାଡିମ୍ବ ମାନେ ଡାଳିମ୍ବ, ବେଦେନା। ନାଗରଙ୍ଗ ଫଳମ୍, ନାଗରଙ୍ଗ ମାନେ ହଉଛି କମଳା, ପ୍ରପର କମଳା। ବଦରୀ ଫଳକମ୍ ଚଇବ, ବଦରୀ ମାନେ ହଉଛି ଆମର ବର କୋଳି। ଆମର ଠାକୁରଙ୍କର ହୁଏ କୋଳି ବିକା ନୀତି, ଏବେ ଯେତେବେଳେ ହବ କାଲି ଆମର ରାମ ଜନ୍ମରୁ ଆରମ୍ଭ ହବ, ଯେତେବେଳେ କୋଳି ବିକା ନୀତିରେ ହବ। କର୍କଟି ଫଳକମ୍ ତଥା କାକୁଡି। ଦ୍ରାକ୍ଷା ଫଳାନି ରମ୍ୟାନି, ଦ୍ରାକ୍ଷାର ଅର୍ଥ ହେଲା ଅଙ୍ଗୁର ଆଉ ଡ୍ରାଏଡ ଅଙ୍ଗୁର, ମାନେ ଆମର କିସମିସ। କନ୍ଦମୂଳ, ଯେତେ ପ୍ରକାରର କନ୍ଦମୂଳ ସବୁ ରହିଲା। ତାପରେ ଶୃଙ୍ଗିକା ଫଳମ୍, ତ ଏଇ ସବୁ ମାନେ ଫଳମୂଳ କଥା ତା ଦେହରେ ଲେଖା ହେଇଛି। ଫଳର ରସ କାଢିକିରି ଦବା, ଫଳ କ୍ଷୀର ସହିତ ଦବା। ତେଣୁ ଆମେ ଯେତେବେଳେ ଶୀତ ଦିନରେ ଗଲେ ଆମେ ପାଇବା କି ଦହି ସହିତ ବା ରାଇତା କରିକିରି, ମୂଳା ରାଇତା ଅଛି, ମୂଳା ସହିତ ଆମେ ତାକୁ କରିକି ଦବା। ଜଗନ୍ନାଥ ମନ୍ଦିରରେ ଗୁଡେ ନିୟମ ରହିଛି, ପ୍ଲସ୍ କିଛି ଜିନିଷଟାକୁ ଆମେ ଓପନ କରିଦେଇଛୁ। ଯେମିତି ମୂଳା କୋଉଠି ମୂଳକଂ ବୋଲି ଲେଖା ହେଇନି, କିନ୍ତୁ ଆମେ ବିଭିନ୍ନ ପ୍ରକାରର କନ୍ଦ ମୂଳମ୍ ବୋଲି ଆମେ କହିଦେଲୁ, ତ ତା ଦେହରେ ମୂଳ ଜାତୀୟ ଇଏ ଗଲା। କିନ୍ତୁ ଏଗେନ୍ ଗାଜର ତା ଦେହରେ ଗଲାନି। ଗାଜର ମନୁସ୍ମୃତିରେ ମନା କରାଯାଇଛି କି ଆଇଁଷ ପାଖରେ ଗାଜର ଯାଉଛି ଖାଇବା ପାଇଁ, ଠାକୁରଙ୍କ ପାଖରେ ସେଟା ଲାଗେନି। ତ ଜଗନ୍ନାଥ ମନ୍ଦିରରେ ତାଙ୍କର ସ୍ୱତନ୍ତ୍ର, ଅତ୍ୟନ୍ତ ୟୁନିକ୍, ତାଙ୍କ ପାଇଁ କେବଳ ବିଭିନ୍ନ ପ୍ରକାର ପର୍ଯ୍ୟାୟରେ ସେ ସବୁ ରିଫାଇଣ୍ଡ ହେଇକି ହେଇଛି। ଏଇଟା ହେଇଗଲା ମହାପ୍ରଭୁଙ୍କ ପାଖରେ ଲାଗୁଥିବା ମହାପ୍ରସାଦ ବିଷୟରେ। ଆମେ ଯଦି ଓଡ଼ିଶାର ଅନ୍ୟାନ୍ୟ ମନ୍ଦିର ମାନଙ୍କ ବିଷୟରେ ପଚରାଯାଏ, କୋଉ ମନ୍ଦିରର ଖାଦ୍ୟର ସ୍ୱତନ୍ତ୍ରତା ରହିଛି, କ'ଣ କହିବ? ଓଡ଼ିଶାର ପ୍ରାୟ ମନ୍ଦିର ଖାଦ୍ୟ ପାଇଁ ତ ଜଗନ୍ନାଥ ମନ୍ଦିରକୁ ଫଲୋ କଲେ। ଆମେ ଯଦି ଟିକେ କୋଷ୍ଟାଲ ଏରିଆରୁ କିନ୍ତୁ ଏଗେନ୍ ପଳେଇବା ଟିକେ ସଦର୍ନ ଏରିଆରେ, ମାନେ ତାଙ୍କର ଅଲଗା, ମାନେ ଯାହା ସେଠି ଆଭେଲେବୁଲ, ଯାହା କନ୍ଦ ଯାହା ମୂଳ ସେଠି ଆଭେଲେବୁଲ, ଯୋଉ ଭଳିଆ ଫଳ ସେଠି ଆଭେଲେବୁଲ, ସେମାନେ ଟିକେ ଖଟା ସାଇଡରେ ଖାଆନ୍ତି, ବିକଜ ତାଙ୍କର ସେଠି ଇମ୍ୟୁନିଟିର ଆବଶ୍ୟକତା ଯେମିତିଆ, ସେ ଅନୁସାରେ ସବୁ ଜାଗାରେ, ମାନେ ଆମ ଶର୍କରା ଅଲଗା, ତାଙ୍କର ଆମ୍ବିଳ ଅଲଗା, ସବୁ ବିଭିନ୍ନ ପ୍ରକାରର ରହିଲା। ତେଣୁ ଖାଇବାକୁ ନେଇକି ଆଉ ୟୁନିକ୍ ତ ଜଗନ୍ନାଥ ମନ୍ଦିର ସାମଞ୍ଜସ୍ୟରେ କେହି ନାହାନ୍ତି, କାରଣ କିନ୍ତୁ ପରବର୍ତ୍ତୀ ସମୟରେ କିଛିଟା ଜଗନ୍ନାଥ ମନ୍ଦିର ହେଇଛି, ଯେମିତି ଆମର ମୟୂରଭଞ୍ଜରେ ଜଗନ୍ନାଥ ମନ୍ଦିରରେ ତାଙ୍କର କିଛିଟା ସ୍ପେସିଫିକ, ମାନେ ଆମର ବି ଏଥିରେ ବର୍ଣ୍ଣନା କରାଯାଇଛି ଠାକୁରଙ୍କୁ କେମିତି ଚିତ୍ରାନ୍ନ ଦେବା। ଚିତ୍ରାନ୍ନର ଅର୍ଥ ହଉଛି କି କଲର୍ଡ ଅନ୍ନ, ତା ମାନେ ଖେଚେଡି, ଖେଚରାନ୍ନମ୍ ବୋଲି ବି ଲେଖା ହେଇଛି, ଖେଚେଡି। ତ ତାଙ୍କର ସେଠି ବିଭିନ୍ନ ପ୍ରକାରର ଖେଚେଡି, ରାମ ରୋଚକ, କଙ୍କଣ, ସବୁ ବିଭିନ୍ନ ପ୍ରକାରର ତାଙ୍କର ପରବର୍ତ୍ତୀ ସମୟରେ ସେଟା ଡେଭଲପ ହେଇଛି। ତେଣୁ ଜଗନ୍ନାଥଙ୍କୁ ସେଠି ଛାଡିଦେଲେ ଆଉ ୟୁନିକ୍ ଜିନିଷ ଯୋଉଗୁଡାକ ହଉଛି ସବୁ, କି ଆମର ମାଙ୍କର ମହାପୂଜା ବେଳକୁ ଯେତେବେଳେ ଆମିଷ ଭୋଗ, ମାଛରେ ବେସର ହଉ, ବିଭିନ୍ନ ଜିନିଷ ସେଠି ତିଆରି ହଉଛି। ଆଉ ପରବର୍ତ୍ତୀ ସମୟରେ ବାହାରେ ଯେତେବେଳେ ବିଭିନ୍ନ ମନ୍ଦିର ଗୁଡାକରେ, ଯେମିତିକି ସେଇ ବିଭିନ୍ନ ଶାସନ ଗୁଡାକରେ ବି ସେଠି ମାଛ ଗୁଡାକୁ ଦେବୀଙ୍କ ପାଖରେ ପୋଡା ହେଇକିରି ତାପରେ ତାକୁ ଚକଟିକି ଦିଆଯାଏ। ତାର ପୁରା ଗୋଟା ମାଛକୁ ପୋଡା ହେଇକିରି ବଳି ଭଳିଆ ତାକୁ ସମର୍ପଣ ହେଇକି ତାପରେ ତାକୁ ଚକଟିକି ଦିଆଯିବ। ତାର ଟେଷ୍ଟ ସବୁ ୟୁନିକ୍ ଅଛି। ଆଉ ଏମିତି ପର୍ଟିକୁଲାରଲି କୋଉ ଗୋଟେ ମନ୍ଦିରର ଯେ ଆଉ ଖାଇବା କାରଣରୁ ସେ ମନ୍ଦିରଟା ବହୁତ ଫେମସ, ଜଗନ୍ନାଥ ମନ୍ଦିରକୁ ଛାଡିଦେଲେ ଆଉ କୋଉଠି ନାହିଁ। ଜଗନ୍ନାଥ ମନ୍ଦିରରେ ତ ଛାଡିଦେଲେ, ଜଗନ୍ନାଥ ନିଜେ ଯାଇକି ଯେତେବେଳେ ବସନ୍ତି ଯଜ୍ଞ ବେଦୀରେ, ସେତିକି ସେଇ 7 ଦିନରେ ଲୋକ କହନ୍ତି କି ସେଠିକାର ମାଉସିଆ ମନ୍ଦିର ମହାପ୍ରସାଦ ଭଲ ଲାଗୁନି ବୋଲି, ଆଉ ତେଣୁ ତାକୁ ଆଉ କାହା ସହିତ କମ୍ପେୟାର କରିପାରିବେ। ଆଚ୍ଛା, ଏପିସୋଡଟି ସାରିବା ପୂର୍ବରୁ ଲାଷ୍ଟକୁ ଟିକେ ମିଥ୍ ବଷ୍ଟିଂ ଆକ୍ଟିଭିଟି କରିବା।
कौन कौन एमती तुमको लगे जोड़ा कि इंटरनेट रे प्लेंटिली अवेलेबल जोड़ा कि काइंड ऑफ टिके फेक न्यूज की मिथ माने जगन्नाथ मंदिर को नहीं मु जदि पर्टिकुलरली स्टिक करी रही खाइबा को जो कह जाए कि कुड़ुआ ऊपर कुड़ुआ रखिकी माने हुए ऊपर कुड़ुआटा सदाବେଳେ आग हो जाए तल कुड़ुआटा शेष हुए जी ताको वर्णना कले सी केते कहले कि मु जो चुली रे रखी से चुलीटा को भलिया कुड़ुआटा को भलिया कौन आमर लिखाई कि जगन्नाथंकर चुली जो थे कि अन्न इत्यादि हुए से ही चुलीटा तांका भितर बाय द वे बहुत प्रकार चुली अच्छी तो जोटा तांका अहिया सेटा गोटे षटकोणात्मक अग्नि यंत्र बोली कहुई 6 कोण तार अच्छी 6टा कोण अच्छी से चुलीर ता माने आपण भाबिले कि माने आमे शास्त्र रे षटकोण बोली केमती ना ऊपर 3 कोणिया तळ 3 कोणिया मिसेले षटकोण केतेटा ता धरे बाहरला प्राय तो यंत्र रा मध्य रे केतेटा ता धरे बाहरला ताले छोट 3 कोणिया जो बेस 6टा बाहरला मझिरे गोटे तो गोटे चुली रे 7टा रही गला ता माने न कि कहा ऊपर आ गोटे अछि और कोन माने सुपकार माने सुआर माने आ गोटे कोन कहंदी ना लेट्स से कि 3टा कि 4टा कुड़ुआ रहला ता मझिरे जो स्पेस क्रिएट होला ता ऊपर आ गोटे कुड़ुआ रहला तो ता धरे भी तो डायरेक्ट अग्नि बाजिला तापरे तळे डाली इत्यादि हुए सेटा तो सी जो तांकर चुली रे हुए ता धरे निया ही जळेनी ता धरे अंगार आसी पड़े सेटा 4 कोणिया बड़ बड़ ता धरे डायरेक्ट कुड़ा गुडा थुआ हुए से ता धरे फुटी 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 डालटा हुए डालटा काहे हमर पूरा फिटी जाई थाए ता कारण से कि हम ताको पानी टाको फुटै गिरी जो करा हुए बहुत समय धीरे 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 बसी गिरी सेटा हुए अंगार ऊपर सेटा हुए सेमती पिठा चुली तांकर अलग जगन्नाथ मंदिर भीतर व्यवस्था संपूर्ण स्वतंत्र माने तांकर खाइबा हे गले से माने आसिले माने विभिन्न प्रकार माने सेमान गोटे गोटे देवता बोली से माने ग्रहण को कराला एति की मूर्ति बोल तांको आला से माने रहिले गोटे जगह रे आसी गिरी तापरे चेक करा हबो कि तादर किछि एपड़ सपड़ अछि कि जेतिटा रहा कथा सेतिटा अछि कि नाही तापर कोन करा हबो ना मु जो पढिली श्लोक जो थरे कि कोथरे हमकु मिठा दिया आइबो कोथरे कर्पूर पकाबो कोथरे जाई फळ पडिबो कोथरे जीरा गुंड होई पडिबो तांगर गोटे स्पेसिफिक अछि मुत्तुमळ रो अर्थ होछि गार्निशिंग सेंती जगन्नाथ मंदिर रे शेफ शू शेफ विभिन्न प्रकार हेल्पर विभिन्न प्रकार रहछन माने गोटे फ्रेंच क्विजिन से माने जो कहंदी ना फ्रेंच क्विजिन ने सब जिंस डेवलप करिछि आ माने आजिकली भी हमें माने होटल मैनेजमेंट रे सदाळे फ्रेंच क्विजिन को ही फॉलो करावे कि से माने केमिति क्विजिन को न माने तांको व्यवस्था डाउ प्रोसेस हां दे आर द पायनियर इन द रेस्टोरेंट बिजनेस हाउस से सब जिंस रे बोली कह जाय किंतु जगन्नाथ मंदिर रे तांकर अनेक पूर्वरु माने तांकोठु बेटर जिंस अछि किए आसीबो से जगाटा क्लीनर किए धोई कि जीवो गोटे भी जिंस जगन्नाथ मंदिर रे माने पर दिन को रहइबो नाही कोनोसी जदी जिंस बळी जाईची से जिंस फेरी कि माने धोआ हे कि से पळेओ जदी किछि माने इंग्रेडिएंट्स भी बळी जाईची से पळेओ सदाळे फ्रेश जिंस आसीबो तापरे तांकर शेफ शू शेफ सब अलगा पिठा माने पिठार शेफ अलगा जो पिठार एगेन बहुत जिनस बिरी बुहा बिरी बटा एम सब अच्छी माने जनक काम से बिरी आनिबो धोइबो जनक काम से बाटिबो जनक काम से ओनली नडिया ही करिवो जनक काम से पिठा छानिबो से होची तांकर जे पेस्ट्री शेफ जगन्नाथंकर पिठुआ से माने पिठुआ पिठौ बनांती तो तांकर सब अलग माने सबु सुआर जे सब जिंस कर देबे हेई परिबनी तांको खाइबाटा को 4 भाग रे विभक्त कराइछि माने अन्न को जेंती विभिन्न प्रकार विभक्त कराइछि तांको विभिन्न प्रकार खाइबार बनेबार जिंस नळपाक भीमपाक गौरीपाक सौरीपाक इत्यादि करी वर्णना कराइछि माने ताको डिफरेंशिएट कराइछि कि विभिन्न प्रकार रो माने अन्न बनेबे कि व्यंजन बनेबे कि खाली डाली बनेबे कि माने ओनली फळमूल काटिबे कि तांको सुखिला तांकर जो सब रहिला पिठा इत्यादि इत्यादि रहबे तापर सब जे हेड शेफ जे होचन तांकर कोठभोगर जे नायक महासुआर से माने समस्त आसीबे से तदारक करिवे गार्निशिंग करिवे तापर जो माने नेक जीवा कथा बाघमुखा पिंदी ताऊ नेक जीवे बाघमुखार कांसेप्टटा कोन बाघमुखा आमे जेतु शास्त्र रे कहले कि आघ्राणम अर्ध भोजनम तनु ठाकुरन पाखु को नेला बेलु आमे ताकू अमुनिया बोली सेता पर्यंत कहै माने विभिन्न प्रकार रो स्टेप रे सेही स्टेप जे महाप्रसाद से जे पर्यंत हेइन ताकू आमे अमुनिया बोली कहू से बनिची ताकू आमे नेई के ठाकुरन पाखरे केमदी सेफली थोइबा
ଆମେ ତା ମଝିରେ ତାର ଆଗ୍ରହଣଟା ଯେମିତି କରିଦବା ନାହିଁ। ତାଙ୍କ ଉପରେ ଏତିକି ନାହିଁ, ତାଙ୍କ ଉପରେ ବିଭିନ୍ନ ରେଷ୍ଟ୍ରିକ୍ସନ ଅଛି। ତା ଭିତରେ ସେମାନେ ବିଭିନ୍ନ ଉଚ୍ଚ ସ୍ୱରରେ କଥା କହିବେନି, ଭିତରେ ଇଭେନ୍ କରଲା ବେଳକୁ ସେମାନେ କଥା ହିଁ କହିବେନି। ଯିଏ ଦବାକୁ ଆସିବ ସେ ଗେଟ୍ ପାଖରେ ରହିକିରି ଡାକିବ, ତାଙ୍କର ବିଭିନ୍ନ ପ୍ରକାରର ଡାକ ଅଛି, ସ୍ୱତନ୍ତ୍ର ଡାକରେ ସେ ଡାକିବ, ଜଣେ ଆସିବ ନବ, ପୁଣି ଜିନିଷ ଗୁଡା ଯିବ, ସିଏ ଭିତରେ ପ୍ରବେଶ କରିବନି। ଯେତେ ପ୍ରକାରର ଶୁଦ୍ଧତା, କୌଣସି ପାତ୍ର ସେକେଣ୍ଡ ଟାଇମ ୟୁଜ ହବନି, ଓନ୍ଲି କୃଷ୍ଣ ରଙ୍ଗର ପାତ୍ରରେ ହବନି, ଓନ୍ଲି ଲାଲ ରଙ୍ଗର ପାତ୍ରରେ ହିଁ ହବ। ତ ବିଭିନ୍ନ ପ୍ରକାରର ମାନେ ତାର କାରିକା ଇତ୍ୟାଦି ଇତ୍ୟାଦି ରହି ତା ମାନେ ଯୋଉ ସମୟରେ ନୈବେଦ୍ୟ ଦିଆଯିବ ସେଇ ସମୟରେ ନୈବେଦ୍ୟ ନିଆଇକିରି ବଢା ହବ। ଭିତରର ତ କଥା ବହୁତ ଜଣ କହନ୍ତି କି କଣ ମୁରୁଜ କଟା ହୁଏ, ତାପରେ ସେଟା ସମର୍ପଣ ହେଲେ କଣ ହୁଏ, କିନ୍ତୁ ତା ଭିତରରୁ ପୂର୍ବରୁ ଆହୁରି ଏତେ ଯେ ମେକାନିକାଲ ଜିନିଷ ଗୁଡାକ ଅଛି, ଯୋଉ ଗୁଡାକ କାରଣରୁ କି ଏତେ ବର୍ଷ ହେଲାଣି ଜଗନ୍ନାଥ ମନ୍ଦିରରେ ଏତେ ଲୋକ ଖାଆନ୍ତି କିନ୍ତୁ ରୋଗ ନାହିଁ, ଫୁଡ ପଏଜନିଂ କେବେ ଦେଖାଏନି, ମାସ୍ ଫୁଡ ପଏଜନିଂ ସେ କିଛି କେବେ ଦେଖାଏନି, ତାର ଗୋଟେ ସ୍ପେସିଫିକ କାରଣ ଅଛି। ଏସବୁ ଜିନିଷ ଷ୍ଟ୍ରିକ୍ଟଲି ଫଲୋ କରା ହୁଏ ବୋଲି। ଆଜି ଆମେ ଖାଦ୍ୟର ଗୋଟେ ଡିଫରେଣ୍ଟ ଆସ୍ପେକ୍ଟ ବିଷୟରେ କଥା ହେଲେ, ପ୍ରାୟତଃ ଲୋକ ମାନେ ଖାଇବା ବିଷୟରେ ବୋଲେ ଏଇଟା କେମିତି ତିଆରି କରାଯାଏ, ସେଇଟା କେମିତି, ଏଇଟା ଆମର କି ସେଇଟା ତାଙ୍କର, ସେଇ ଟାଇପ୍ରେ ଯାଇଥିଲେ। ଆମେ ନ ଯାଇକି ଗୋଟେ ହୋଲସମ୍ ଡିସ୍କସନ୍ ହେଲା, ବହୁତ ଭଲ ଲାଗିଲା। ଏଗେନ୍ ଏପିସୋଡଟି ଶେଷ କରିବା ପୂର୍ବରୁ ଆମ ତରଫରୁ ଗୋଟେ ଛୋଟିଆ ଉପହାର। ଥ୍ୟାଙ୍କ ୟୁ ସୋ ମଚ୍। ଜୟ ଜଗନ୍ନାଥ। ଯଦି ଆମ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ଦୟାକରି ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ବନ୍ଦେ ଉତ୍କଳ ଜନନୀ।